ପିଲାମାନେ କେମିତି ଅଛନ୍ତି? ଆଇ ହୋପ କି ସମସ୍ତେ ବହୁତ ହି ଭଲରେ ଥିବେ। ତ ସେମିତି ତମାନେ ବହୁତ ହି ଭଲରେ ଥାଉ। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଯେଉଁ ତୁମର ପ୍ଲସ୍ ଥ୍ରୀର 5 ସେମିଷ୍ଟର ପିଲାମାନଙ୍କ ପାଇଁ ବହୁତ ହି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକି ନା ପିଲାମାନେ ତମାନେ ତ ଜାଣିଛନ୍ତି ପ୍ଲସ୍ ଥ୍ରୀ 5 ସେମିଷ୍ଟରରେ ଯେଉଁ ତୁମର DSC 1 ବା ତୁମର କ'ଣ ଡିସିପ୍ଲିନ ସ୍ପେସିଫିକ ଇଲେକ୍ଟିଭ 1 and 2 ଅଛି। ତ ଆମେ DSC 2 ର ୟୁନିଟ୍ 1 କ'ଣ ଅଛି ନା ଶିଶୁ ସାହିତ୍ୟ। ତୁମର ୟୁନିଟ୍ କ'ଣ ୟୁନିଟ୍ 2 ହେଲା। ତୁମର ୟୁନିଟ୍ 2 ଟି ଆଲୋଚନା କରାଯାଇଥିଲା ତୁମର ଓଡ଼ିଆ ବିଜ୍ଞାନ ଭିତ୍ତିକ ସାହିତ୍ୟ ସ୍ୱରୂପ ବିକାଶ ଧାରା ବିଷୟରେ। ତ ସେଠି ଅନେକ ଗୁଡ଼ିଏ ପିଲା କମେଣ୍ଟ ସେକ୍ସନରେ ଲେଖିଥିଲେ ସାର୍ ଆପଣ ୟୁନିଟ୍ 1 ର ଭିଡ଼ିଓ କରନ୍ତୁ ଶିଶୁ ସାହିତ୍ୟ ବିଷୟରେ। ତ ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ବୁଝିବା ତୁମର ଶିଶୁ ସାହିତ୍ୟ କାହାକୁ କୁହାଯାଏ ହେଲା। ତ ତାର ତୁମର ଶିଶୁ ସାହିତ୍ୟର ସ୍ୱରୂପ ଜାଣିବା ଏବଂ ତାର ପ୍ରକାର ଭେଦ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା। ତ ଆଉ ଗୋଟେ ପିଲା ତ ମାନେ ଯେଉଁ ଶିଶୁ ଗୀତ ତ ତା ମାନେ କ'ଣ ବୁଝୁଛ? ଯେଉଁ ତୁମର ଯେଉଁ ନାନାବାୟା ଗୀତ ହେଲା, ଯେଉଁ ତୁମର ପଢ଼ିଥିଲ ନା କୋର୍ଟ 10ରେ ନାନାବାୟା ଗୀତ ବା ମୌଖିକ ଶିଶୁ ଗୀତ ଯେଉଁଟା ପିଲାମାନଙ୍କ ପାଇଁ ଗାଯାଏ ଯେଉଁ ଗୀତ ଗୁଡ଼ିକ ସେଇଟା ହିଁ ଲେଖିବାର ଅଛି ହେଲା। ଯେମିତି ବହୁତ ଗୀତ ଅଛି, ନାଁ ଦିଆ ଗୀତ, ଶିଶୁ କବିତା ଇତ୍ୟାଦି ଆମେ ସବୁଗୁଡ଼ିକ ଜାଣିବା। ତ ଚାଲନ୍ତୁ ଫାଷ୍ଟ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ଆଲୋଚନା କରିବା। ତ ପିଲାମାନେ ତମାନେ କେବେ ଭାବିବ ନାହିଁ ଯେ ଆଜିର ଭିଡ଼ିଓରେ କେବଳ ଲଙ୍ଗ କ୍ୱେଶ୍ଚିନ୍ ହିଁ ଆଲୋଚନା କରିବା ବୋଲି, ତାହା ସମ୍ପୂର୍ଣ୍ଣ ଭୁଲ। ଆଜିର ଭିଡ଼ିଓରେ ତୁମର ଲଙ୍ଗ କ୍ୱେଶ୍ଚିନ୍ ଆଲୋଚନା କରିବା ସହିତ ଭିତରେ ଯେତିକି ସବୁ ସର୍ଟ କ୍ୱେଶ୍ଚିନ୍ ବାହାରିବ ତା ସହିତ ଯାହା କିଛି ତୁମର ସିଲେକ୍ଟେଡ୍ ରହିଛି କେଉଁ ଗୁଡ଼ିକ ଏକ୍ଜାମରେ ଅଧିକ ଆସିବ ହେଲା, ମାନେ ସବୁଗୁଡ଼ିକ ଆଜିର ଭିଡ଼ିଓ ମଧ୍ୟରେ ତୁମମାନଙ୍କୁ କହିଦେବି। ତ କାହାରିକୁ କିଛି ବ୍ୟସ୍ତ ହେବାର ନାହିଁ। ତ ସମସ୍ତ ପିଲା ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏ ଦେଖନ୍ତୁ ଏବଂ ବୁଝନ୍ତୁ ହେଲା। ତ ମେନ୍ କଥା କେହି ବି ଏପଟ ସେପଟ ହୁଅନି, ସମସ୍ତେ ଟିକେ ପାଠରେ ମନ ଦିଅ। ଏକ୍ଜାମ ଆଉ ଅଧିକ ଦିନ ନାହିଁ, ବହୁତ ଶୀଘ୍ର ହେଇଯିବ, ତୁମେ ଜାଣିପାରିବନି। ତୁମେ ଟାଇମକୁ ୱେଷ୍ଟ କରନି। ତ ଚାଲ ହେଲା, କ'ଣ ଅଛି ଶିଶୁ ସାହିତ୍ୟ। କ୍ଷୁଦ୍ର ମୁଞ୍ଜି ମଧ୍ୟରେ ଯେପରି ବିରାଟ ବୃକ୍ଷର ସ୍ୱରୂପ ଲୁଚି ରହିଥାଏ। ତ ଏଇଟା ଠିକ କଥା। ଗୋଟେ ବିରାଟ ଯେଉଁ ତୁମେ ବୃକ୍ଷରେ ଦେଖୁଛ ତା କୋଉଠି ସୃଷ୍ଟି ହୋଇଥାଏ? ଗୋଟେ ଛୋଟିଆ ମୁଞ୍ଜିରୁ ହେଲା। ତ ସେଇପରି ଭାବରେ ଗୋଟେ ଶିଶୁ ହେଲା, ଗୋଟେ ଶିଶୁ ହିଁ ହେଉଛି ଗୋଟେ କ'ଣ ନାଗରିକ, ମାନେ ଆଗାମୀ ନାଗରିକ। ଦେଖ ବର୍ତ୍ତମାନ ଶିଶୁ ଭବିଷ୍ୟତରେ କ'ଣ ସେ ନାଗରିକ, ସେ ଦେଶ ପାଇଁ ମାନେ ବହୁତ କିଛି କରିଥାଏ। ତ ସେଇ ଠିକ୍ ସେଇଭଳି ଜଣେ ଶିଶୁ ମଧ୍ୟରେ ଆଗାମୀ ନାଗରିକର ସ୍ୱରୂପ ଲୁକାୟିତ ହୋଇଥାଏ, ଲୁଚିକି ରହିଥାଏ। ମୁଞ୍ଜିରୁ ବୃକ୍ଷ ହେବା ପାଇଁ ଉପଯୁକ୍ତ ପରିବେଶ ଓ ଯତ୍ନର ଆବଶ୍ୟକ ପରି ଶିଶୁଟି ପାଇଁ ମଧ୍ୟ ଏହା କ'ଣ ଲୋଡ଼ା ହୋଇଥାଏ। ତାହେଲେ ଏଠି କ'ଣ କହିଲା ନା, ଦେଖନ୍ତୁ ଗୋଟେ ଛୋଟିଆ ମୁଞ୍ଜିରୁ ଯେମିତି ଗୋଟେ ବୃକ୍ଷ ଅଙ୍କୁରିତ ହୋଇଥାଏ ସେହିପରି ଭାବରେ ତୁମର ମାନେ ଯେମିତି ପରିବେଶରେ ଗୋଟେ ଶିଶୁଟି ବଡ଼ ହେବ ସେ ସେଇପରି ଭାବରେ କ'ଣ ସେଇପରି ଭାବରେ ସେ ଗଢ଼ା ହେବ। ନିହାତି ଭାବରେ ଯଦି ଗୋଟେ ଖରାପ ପରିବେଶରେ ଗୋଟେ ପିଲାଟି ବଡ଼ ହେଲା ତ ସେ ଖରାପ ରାସ୍ତାରେ ଯିବ। ଯଦି ଗୋଟେ ପିଲାକୁ ଭଲ ପରିବେଶରେ ଗଢ଼ା ହେଲା, ତାକୁ ଭଲ ଶିକ୍ଷା ଦିଆହେଲା, ତାହେଲେ କ'ଣ ସେ ଭବିଷ୍ୟତରେ କିଛି ଭଲ କାମ କରିବ କି କ'ଣ ଭଲ କାମ କରିବ କିମ୍ବା ତାର ଭବିଷ୍ୟତ ଉଜ୍ଜଳମୟ ହେବ। ତେଣୁକରି ସେ ପରିବେଶ ଉପରେ ମଧ୍ୟ ଡିପେଣ୍ଡ କରିଥାଏ, ତାର ସାଙ୍ଗ ସାଥୀ ଇତ୍ୟାଦି ହେଲା। ତାକୁ ଯେମିତି ଶିଖେଇବେ ସେ ସେମିତି ଶିଖିଥାଏ। ସେ ଜନ୍ମରୁ ତ କିଛି ଶିଖିକି ଆସିନଥାଏ ହେଲା, ତାକୁ ଯେମିତି ଶିଖେଇବେ ସେ ସେବାରେ କରିବା ଆଉ କି ସେଇଟା ହିଁ। ଦେନ୍ ଦେଖନ୍ତୁ, ତେଣୁ ସରଳ ନିଷ୍କପଟ ଶିଶୁଟିକୁ ଭଲ ମଣିଷ କରି ଗଢ଼ି ତୋଳିଲେ ସ୍ୱର୍ଗର ସୁଖ ମର୍ତ୍ତମଣ୍ଡଳରେ ବିରାଜମାନ ହୋଇଥାଏ। ତ ନିହାତି ଭାବରେ ପିଲାମାନେ ଗୋଟେ ଶିଶୁକୁ ହେଲା, ମାନେ ଅନେକ ଗୁଡ଼ିଏ ଲୋକ ଶିକ୍ଷା ଦେଇଥାନ୍ତି, ଯେମିତି ତାର ପିତାମାତା ହୁଅନ୍ତୁ, ଶିକ୍ଷକ ହୁଅନ୍ତୁ କି ତାଙ୍କର ସାହି ପଡ଼ିଶା, ମାନେ ଅନେକ ଲୋକ ତାକୁ ଶିକ୍ଷା ଦେଇଥାନ୍ତି। ଯଦି ସେଇ ଶିଶୁକୁ ହେଲା ଜଣେ ଭଲ ମଣିଷ, ସରଳ ନିଷ୍କପଟ ମଣିଷ କରିପାରିଲେ ତାହେଲେ ସେଇ ମଣିଷଟି ସ୍ୱର୍ଗର ସୁଖ ମର୍ତ୍ତମଣ୍ଡଳରେ ପାଇଥାଏ। ଗୋଟେ ଲୋକ ଯିଏ ଯଦି ଗୋଟେ ଶିଶୁର ଭବିଷ୍ୟତ ଉଜ୍ଜ୍ୱଳ କରିପାରିଲା ବା ଗୋଟେ ଶିଶୁର ମୁହଁରେ ଟିକେ ଖୁସି ଦେଇପାରିଲା ତାହେଲେ ସେ ସ୍ୱର୍ଗର ସୁଖ ମଧ୍ୟ କ'ଣ ମର୍ତ୍ତମଣ୍ଡଳରେ ସେ ପାଇଥାଏ। ବୁଝିହେଲା? ଦେନ୍ ତମର ସେ ନିଜେ ହସି ଜଗତକୁ ହସାଇଥାଏ। ଶିଶୁ ମନରେ ବିମର ଆନନ୍ଦ ଭରି ଦେବା ପାଇଁ ଶିଶୁ ସାହିତ୍ୟର ସୃଷ୍ଟି। ତାହେଲେ ଶିଶୁ ସାହିତ୍ୟର ସୃଷ୍ଟି ମାନେ କେମିତି ହୋଇଛି ନା, ଶିଶୁ ସାହିତ୍ୟର ସୃଷ୍ଟି ଶିଶୁମାନଙ୍କ ମନରେ ଟିକେ ଆନନ୍ଦ ଫୁଟାଇବା ପାଇଁ। ଦେଖନ୍ତୁ ଶିଶୁ ଯେତେବେଳେ ଅଝଟ ହୁଏ, ସେ ଯେତେବେଳେ ଶିଶୁ ଖାଇବାକୁ ଖୋଜେନି, ଶୋଇଲା ବେଳେ ଯେତେବେଳେ ସେ ଅଝଟ ହୁଏ, କିଛି ବୁଝେନି, କାନ୍ଦେ, ସେତେବେଳେ ସେଇ ଶିଶୁ ସାହିତ୍ୟ ବା ଶିଶୁ ଗୀତ ଗୁଡ଼ିକ ଗାନ କରିବା ଦ୍ୱାରା ଶିଶୁଟି ତାର କାନ୍ଦ ମୁହଁ ଦେଇକି ସିଏ ଟିକେ ହସି ଦେଇଥାଏ। ତ ସେଇଥିପାଇଁ ହିଁ ଶିଶୁ ସାହିତ୍ୟର ସୃଷ୍ଟି ହୋଇଥାଏ। ବୁଝି ହେଉଛି ନା? ଶିଶୁ ସାହିତ୍ୟ କେଉଁଥିରେ ସୃଷ୍ଟି ହୋଇଥାଏ? ତ ଯଦି ଶିଶୁ ସାହିତ୍ୟର ତୁମେ ସଂଜ୍ଞା ଲେଖିବ ତ ଅନେକ ଗୁଡ଼ିଏ ପିଲା କ'ଣ କରନ୍ତି ନା, ମାନେ ଯେଉଁ ସାହିତ୍ୟକୁ ଶିଶୁମାନେ ଲେଖିଥାନ୍ତି ତାହାକୁ ଶିଶୁ ସାହିତ୍ୟ କୁହାଯାଏ। ଆରେ ଶିଶୁମାନେ ସିଏ ତ କ'ଣ ଶିଶୁମାନେ ତ ବର୍ଷେ 1.5 ବର୍ଷର ପିଲା, ସେମାନେ କ'ଣ ଲେଖିପାରିବେ କି? ନା, ଲେଖିପାରିବେନି। ତାହେଲେ ଶିଶୁ ସାହିତ୍ୟ କ'ଣ ନା, ଯେଉଁ ସାହିତ୍ୟ ଶିଶୁମାନଙ୍କ ପାଇଁ ରଚନା କରାଯାଇଥାଏ ତାହାକୁ ଶିଶୁ ସାହିତ୍ୟ ବୋଲି କୁହାଯାଏ। ଏଇଟା ଗୋଟେ ଡାଉଟ୍ କ୍ଲିୟର ହେଇଯାଉ। ତ ବହୁତ ପିଲା ଏଇଠି ହଇରାଣ ହେଲା, ସେମାନେ ଏକ୍ଜାମରେ ମଧ୍ୟ ଲେଖିଦିଅନ୍ତି ଯେଉଁ ସାହିତ୍ୟ ଶିଶୁମାନେ ଲେଖିଥାନ୍ତି ତାକୁ ଶିଶୁ ସାହିତ୍ୟ ବୋଲି କୁହାଯାଏ। ଆରେ ଶିଶୁମାନେ ବି କ'ଣ ଲେଖନ୍ତି ହେଲା, ତ ସେଇ କଥା ହିଁ ଏଠି ଲେଖାଯାଇଛି। ଦେନ୍ ଆଉ କିଛି ନାହିଁ, ଅର୍ଥାତ୍ ଶିଶୁମାନଙ୍କ ପାଇଁ ବଡ଼ମାନେ ଶିଶୁ ସାହିତ୍ୟ ରଚନା କରିଥାନ୍ତି। ଏଥିରେ ଶିଶୁର ରାଗ ଥାଏ,
ରୁଷା ଥାଏ ହସ କାନ୍ଦ କ୍ରୋଧ ସ୍ୱପ୍ନ ଈର୍ଷା କଳ୍ପନା ଆଶା ଆକାଂକ୍ଷା ସୁନ୍ଦର ଭାବରେ ପ୍ରକାଶ କରାଯାଇଥାଏ ଏଇ ତୁମର ଶିଶୁ ସାହିତ୍ୟ ବା ଶିଶୁ ଗୀତ ମାଧ୍ୟମରେ। ଇଂରାଜୀରେ ଏହାକୁ କ'ଣ କୁହାଯାଏ ନା ଚିଲଡ୍ରେନ୍ ଲିଟରେଚର କୁହାଯାଏ ବା ଆଉ କ'ଣ କୁହାଯାଏ ନା ବାଳ ସାହିତ୍ୟ ବଳି ମଧ୍ୟ କୁହାଯାଏ ସମ୍ପୂର୍ଣ୍ଣ ଓଡ଼ିଆରେ ହେଲା। ତ ଏହା ମନେ ରଖିବ କ'ଣ ବୋଲି କୁହାଯାଏ। ଆଉ ତୁମର ଶିଶୁ ଗୀତକୁ କ'ଣ କୁହାଯାଉଥିଲା ନର୍ସରୀ ରେନ୍ ବୋଲି କୁହାଯାଉଥିଲା। ଏଇଟା ତୁମର ଶିଶୁ ସାହିତ୍ୟ କ'ଣ କୁହାଯାଉଛି ନା ଚିଲଡ୍ରେନ୍ ଲିଟରେଚର। ଏଗୁଡ଼ା ମନେ ରଖିବ ପିଲାମାନେ, ଏଗୁଡ଼ା ତୁମର ଦରକାର। ତୁମେ ଭାବୁନି କି ଏକ୍ଜାମ୍ରେ ଲେଖିଦେବୁ 3 ନମ୍ବର ସରିଗଲା ଆଉ କେବେ ବି ଦରକାର ନାହିଁ। ଏଇଟା ଭୁଲ। ତୁମେ ଯେକୌଣସି ଏଣ୍ଟ୍ରାନ୍ସ ମେଣ୍ଟ୍ରାନ୍ସ ଦିଅ ଏଗୁଡ଼ା ସବୁ କିଛି ଆସିବ ହେଲା। ତୁମେ ସେତେବେଳେ ମନେ ପକେଇବ ସାର୍ କିଛି କହୁଥିଲେ। ଦେନ୍ ଦେଖନ୍ତୁ ଡକ୍ଟର ମହେନ୍ଦ୍ର ମହାନ୍ତି ଏଇଟା ଯେଉଁ ଶିଶୁ ସାହିତ୍ୟ ବିଷୟରେ କେତେକ ଆଲୋଚକ ବିଭିନ୍ନ ପ୍ରକାର ମତ ଦେଇଛନ୍ତି। ତ ସମସ୍ତେ ତ ସେ ମତ ଦେଇନଥିବେ। ସିଏ କହିଥିବ ୟାକୁ ଶିଶୁ ସାହିତ୍ୟ କୁହାଯାଏ, ଆଉ ଜଣେ କହୁଥିବ ନା ୟାକୁ କୁହାଯାଏ। ତ ସେଇଗୁଡ଼ିକ ଆମେ ଦେଖିବା। ପ୍ରଥମେ ସେ ଡକ୍ଟର ମହେନ୍ଦ୍ର ମହାନ୍ତି ଜ୍ଞାନ ପାଇଁ ଯେଉଁ ପୁସ୍ତକ ଗୁଡ଼ିକ ଉଦ୍ଦିଷ୍ଟ ତାହାକୁ ବିସ୍ତୀର୍ଣ୍ଣ ଅର୍ଥରେ ମଧ୍ୟ ଶିଶୁ ସାହିତ୍ୟ ନାମରେ ଅଭିହିତ କରାଯାଇଥାଏ। ସିଏ ଏମିତି ମତ ଦେଇଛନ୍ତି। ଦେନ୍ ତୁମର ପଳେଇ ଆସିଲା କିଏ ନା ତୁମର ଦାସ ବେନେହର କ'ଣ ମତ ଦେଇଛନ୍ତି ଦେଖିବା। ଶିଶୁ ମନ ଲାଖି ଆନନ୍ଦ ଓ ଆଲୋକ ବିଚରଣ କରୁଥିବା ସବୁ ଲେଖା ବା ଶବ୍ଦ ଶିଶୁ ସାହିତ୍ୟ ପଦବାଚ୍ୟ। ଏଟା କିଏ କହିଛନ୍ତି ନା ଦାସ ବେନେହାର କହିଛନ୍ତି। ବେନେହର ହେଲା ସିଏ କ'ଣ କହିଛନ୍ତି ନା ଶିଶୁ ମନ ଲାଖି ମାନେ ଶିଶୁର ମନରେ ଆନନ୍ଦ ସୃଷ୍ଟି କରିବା ପାଇଁ ଯେକୌଣସି ଶବ୍ଦ ହଉ ବା ପଦ ହଉ ତାହାକୁ କ'ଣ କୁହାଯାଏ ନା ଯେଉଁ ସବୁ ରସୁଆର କଥା ପିଲାମାନଙ୍କୁ ପ୍ରଭାବିତ କରେ ପୁଣି ତାକୁ ନୂଆ ଭାବଭୂମିର ଅନୁଭବ ଦିଏ ତାହା ହିଁ ହେଉଛି ପ୍ରକୃତରେ ଶିଶୁ ସାହିତ୍ୟ। ଦେଖନ୍ତୁ କେତେ ବଢ଼ିଆ କଥା କହିଛନ୍ତି କିଏ ତୁମର ଦାସ ବେନେହର ହେଲା। ଦେନ୍ ତୁମର ଦେଖିବା ଆଉ କିଏ କ'ଣ ମତ ଦେଇଛନ୍ତି। ତାପରେ ଆସିଲା ତୁମର ରାମପ୍ରସାଦ ମହାନ୍ତି। ସିଏ କ'ଣ କହିଛନ୍ତି ନା ଦେଖନ୍ତୁ ନା ଶିଶୁର ଭାବନା ଏବଂ କଳ୍ପନା ଆଶା ଆକାଂକ୍ଷା ରାଗ ରୁଷା ରୁଚି ଆଦର ସର୍ବୋପରି ଜ୍ଞାନ ଲାଭ ପାଇଁ ଜିଜ୍ଞାସାର ଅଭିବ୍ୟକ୍ତି ହିଁ ଶିଶୁ ସାହିତ୍ୟ ହେଲା। ଦେନ୍ ତୁମର ଆହୁରି ବହୁତ ଜଣ ଅନେକ ଗୁଡ଼ିଏ ମତ ଦେଇଛନ୍ତି। ଆମେ ଜାଣିବା ଡକ୍ଟର ଉପେନ୍ଦ୍ର କୁମାର ଜେନା ଶିଶୁ ସାହିତ୍ୟ କ'ଣ ନା ଶିଶୁର ଅତି ନିଜର ଓ ଏକାନ୍ତ ଆପଣାର ତାର ସମସ୍ତ ଆବେଗର ପ୍ରତିଫଳନ ଏହି ସାହିତ୍ୟ ଭିତରେ ସେ କ'ଣ ନିଜକୁ ଏହି ସାହିତ୍ୟ ଭିତରେ ହଜାଇ ଦେଇ ପୁଣି ଆବିଷ୍କାର করে ଗୋଟେ ଅତି ସୁନ୍ଦର ଓ ଭଲ ମଣିଷର ପ୍ରତିଛବି ମଧ୍ୟରେ। ତାହେଲେ ମଣିଷ ଗୋଟେ କ'ଣ କରିଥାଏ ନା ମଣିଷ ନୁହେଁ ଗୋଟେ ଶିଶୁ କ'ଣ କରିଥାଏ ନା ଏଇ ଶିଶୁ ସାହିତ୍ୟ ମାଧ୍ୟମରେ ସେ ନିଜର ଏକାନ୍ତ ଆପଣାର ବା ପ୍ରତିଛବି ଦେଖିବା ପାଇଁ ପାଇଥାଏ ହେଲା। ଯେଉଁ ଗୀତ ଗୁଡ଼ିକ ସୁନ୍ଦର ସୁନ୍ଦର ଗାଆନ୍ତି ମା ମାନେ ପିଲାମାନଙ୍କୁ ଶୋଇବା ପାଇଁ ଖାଇବା ପାଇଁ ଗାଧୋଇ ଦେବାରେ ଇତ୍ୟାଦି। ଡକ୍ଟର ନିତ୍ୟାନନ୍ଦ ସ୍ୱାଇଁ ସିଏ କହିଛନ୍ତି ଯେ ଯାହାକୁ ପିଲାମାନେ ବୁଝିପାରନ୍ତି ଯାହା ସେମାନଙ୍କୁ ମନୋରଞ୍ଜନ କରିଥାଏ ଏବଂ ଯାହା ସେମାନଙ୍କୁ କଳ୍ପନାକୁ ପ୍ରସାରିତ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କର କୌତୂହଳ ଓ ଉତ୍ସୁକତାର ପରିପୂରଣ କରିଥାଏ ତାହା ହେଉଛି ସାଧାରଣତଃ ଶିଶୁ ସାହିତ୍ୟର ଅନ୍ତର୍ଭୁକ୍ତ ହୋଇପାରିବ ହେଲା। ଏଇଟା କିଏ କହିଛନ୍ତି ଡକ୍ଟର ନିତ୍ୟାନନ୍ଦ ସ୍ୱାଇଁ କହିଛନ୍ତି ହେଲା। ତ ଏଇଟା ମନେ ରଖିବ ପିଲାମାନେ ତୁମର ଏକ୍ଜାମ୍ରେ ଆସିବ ହେଲା। ଶିଶୁ ସାହିତ୍ୟ ସମ୍ପର୍କରେ ନିତ୍ୟାନନ୍ଦ ସ୍ୱାଇଁ କ'ଣ କରିଛନ୍ତି କ'ଣ କହିଛନ୍ତି ଇତ୍ୟାଦି ସେମିତି ଅନେକ ଗୁଡ଼ିଏ କ୍ୱେଶ୍ଚନ୍ ଆସିବ। କିମ୍ବା ତୁମର ହେଇପାରିବ ଯେ ତୁମର ଶିଶୁ ସାହିତ୍ୟକୁ ଇଂରାଜୀରେ କ'ଣ କୁହାଯାଏ ନା ଚିଲଡ୍ରେନ୍ ଲିଟରେଚର ବୋଲି ହେଲା। ବୁଝିବୁଝେ ଦେନ୍ ତାର ସ୍ୱରୂପ ବିଷୟରେ ଏଠି ପଳେଇ ଆସିଲା। ତାର ସ୍ୱରୂପ ବିଷୟରେ ଆମେ ଜାଣିବା। ଦେଖନ୍ତୁ ତୁମର ଶିଶୁ ସାହିତ୍ୟ ଶିଶୁର କୋମଳବତୀ ମନକୁ ସଜାଡ଼ି ଭବିଷ୍ୟତରେ ଉତ୍ତମ ନାଗରିକ ରୂପରେ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତା ସହିତ କ'ଣ କରିଥାଏ ନା ମୌଖିକ ସାହିତ୍ୟର ଇଲାକା ଭିତରେ ଶିଶୁକୁ ଅଧିକ ଆନନ୍ଦ ପ୍ରଦାନ କରିଥାଏ ଓ ନିଜ ଜନ୍ମିତ ମା କଣ୍ଠରୁ ଝରି ଆସୁଥିବା ଗୀତ ସମୂହ ହେଉଛି ତୁମର କ'ଣ ଶିଶୁ ସାହିତ୍ୟ। ମୌଖିକ ସାହିତ୍ୟ ମାନେ କ'ଣ ଏହା ମୁହଁ ଦ୍ୱାରା ଗାନ କରାଯାଇଥାଏ। ତ ଆଗରୁ ଏହାକୁ ଲେଖାଯାଉନଥିଲା। ବର୍ତ୍ତମାନ ଯେଉଁ ତୁମର ଲୋକ ସାହିତ୍ୟ ଶିଶୁ ସାହିତ୍ୟରେ ତାହା ବର୍ତ୍ତମାନ ଲୋକ ସାହିତ୍ୟ ଯେଉଁ ତୁମର କର 8 ନା କର 9 ଥିଲା ତ ସେଇଗୁଡ଼ିକରେ ଏଗୁଡ଼ା ସବୁ ସ୍ଥାନ ପାଇଛି ହେଲା। ଏହି ଦୃଷ୍ଟିରୁ ବିଚାର କଲେ ମା ହେଉଛନ୍ତି ଶିଶୁ ସାହିତ୍ୟର ପ୍ରଥମ ସ୍ରଷ୍ଟା। ତାହେଲେ ପିଲାମାନେ ଏଇଠୁ ଗୋଟେ ତୁମର ଯଦି ସର୍ଟ କ୍ୱେଶ୍ଚନ୍ ପଡ଼ି ଆସିବା ହେଲା ତୁମର ଶିଶୁ ସାହିତ୍ୟର ପ୍ରଥମ ସ୍ରଷ୍ଟା କିଏ ନା ମା ହେଉଛନ୍ତି ଶିଶୁ ସାହିତ୍ୟର ପ୍ରଥମ ସ୍ରଷ୍ଟା। ଲୋକ ସାହିତ୍ୟ ପରମ୍ପରାରେ ନାନାବାୟା ଗୀତକୁ ଶିଶୁ ସାହିତ୍ୟ ରୂପରେ ଗ୍ରହଣ କରାଯାଇଥାଏ ଏବଂ ଏହି ଗୀତ ଗୁଡ଼ିକରେ ମା ପିଲାମାନଙ୍କୁ ବୁଝାଇ ସୁଝାଇ ଖୁଆଇବା ଓ ଖୁଆଇବା କାର୍ଯ୍ୟ ସମାପନ କରିଥାଏ। ପିଲାଟି ଯେତେବେଳେ ଧର ଖାଇବା ପାଇଁ ଅଝଟ ହେଉଛି ବର୍ତ୍ତମାନ ମା ମାନେ କିସ କରୁଛନ୍ତି ନା ପିଲାମାନଙ୍କୁ ମୋବାଇଲ ଧରି ଦେଉଛନ୍ତି। ପିଲାମାନେ କାର୍ଟୁନ ଫାର୍ଟୁନ ଦେଖୁଛନ୍ତି। ସେତେବେଳେ ତ ଏଗୁଡ଼ା କିଛି ନଥିଲା ହେଲା। ଆମ ଟେକ୍ନୋଲୋଜି ଯେତେବେଳେ ଡେଭଲପ୍ ହେଇନଥିଲା ତ ସେତେବେଳେ ମା ମାନେ ବିଭିନ୍ନ ପ୍ରକାର କୌତୂହଳପୂର୍ଣ୍ଣ ଗୀତ ଗାଆନ୍ତି। ଧରେ ବାୟା ଧ ଟୁକୁମୁସି ଇତ୍ୟାଦି ଅନେକ ଗୁଡ଼ିଏ ଗୀତ ଅଛି ହେଲା। ସେଗୁଡ଼ା ଆମେ ଦେଖିବା। ତ କେତେକ ଆଲୋଚକ ଏହାକୁ ଛୁଆ ଭୁଲାଣିଆ ଗୀତ କୁହାଯାଏ ଆଉ ଗୋଟେ ପିଲା ଖେଳ ଗୀତ ବା ବୋଲି ଭାବରେ ନାମିତ କରାଯାଇଛି। ବୁଝି ତ ଉଦାହରଣ ଦେଖନ୍ତୁ ବର୍ତ୍ତମାନ ଯେଉଁ କହିଥିଲି ଧରେ ବାୟା ଧ ଯେଉଁ କ୍ୟାରିରେ କ'ଣ ଗହଲ ମାଣ୍ଡିଆ ସେଇ କ୍ୟାରିରେ ସ ହେଲା। କିମ୍ବା ତୁମର ଅଛି କ'ଣ
কিংবা তোমার ବାଇ ଚଢ଼େଇ ସେପରି ଏଇ ଏକ୍ଜାମ୍ପଲ୍ ଗୁଡ଼ିକ ଲେଖିପାରିବ। ଯେତେବେଳେ ତୁମେ ସ୍ୱରୂପ ଲେଖିବ ତା ସହିତ ଗୋଟେ ଏକ୍ଜାମ୍ପଲ୍ ଦେବ ଯାହାଦ୍ୱାରା ତୁମର ଇମ୍ପ୍ରେସନ୍ ଭଲ ଆସିବ ହେଲା। ତ ତୁମମାନେ ମୁଁ ଯେମିତି କହୁଛି ସେମିତି ଲେଖ, ଦେନ୍ ତୁମର କେହି ବି 1 ମାର୍କ କାଟି ପାରିବେ ନାହିଁ ହେଲା। ତୁମର ତ ପିଲାମାନେ କ୍ୱେଶ୍ଚନ୍ ପ୍ୟାଟର୍ନ ତୁମର ମ୍ୟାଟର କରେନି, ତୁମର 7 ମାର୍କ ଆସୁ କିମ୍ବା 15 ମାର୍କ ଆସୁ ତ ସେଗୁଡ଼ା କିଛି ଯାଏ ଆସେ ନାହିଁ। ତୁମମାନଙ୍କର ମେନ୍ କଥା ତୁମମାନେ ଲେଖିବାର ଅଛି ଯେ ତୁମେ ସଠିକ୍ ତାରିଖରେ ଲେଖିବ, ତୁମମାନଙ୍କର କେହି ଗୋଟେ ମାର୍କ ବି କାଟି ପାରିବେ ନାହିଁ ହେଲା। ତୁମେ ଯେମିତି ଲେଖ ବୁଝିବୁଛି ନା। ଦେନ୍ ଚାଲ ଦେଖିବା ହେଲା ତୁମର ଶିଶୁ ଶିକ୍ଷା ଓ ମନୋରଞ୍ଜନ ଉପରେ ଗୁରୁତ୍ୱ। ଶିଶୁ ଶିକ୍ଷା ଓ ମନୋରଞ୍ଜନ ଉପରେ ଗୁରୁତ୍ୱ ହେଲା। ଦେନ୍ ଦେଖିବା ଏଇଟା ମାନେ ବହୁତ ତୁମମାନେ ଯେତେ ପାଠକୁ ପଢ଼ିବ ଏ ପାଠକୁ ଇମ୍ପୋର୍ଟାନ୍ସ ଦେବ ହେଲା, ବୁଝିବ ପାଠ ଟାଇମ୍ ଦେବ, ସେତେ ତୁମକୁ ମଜାଦାର ଲାଗିବ, ଇଣ୍ଟରେଷ୍ଟିଂ ଲାଗିବ। ଆଉ ତୁମେ ପାଠକୁ ସବୁବେଳେ ବୋରିଂ ଭାବନି ଯେ ପାଠଟାକୁ ମାନେ ତୁମେ ଭାବନି ପାଠଟା ଗୋଟେ ବୋରିଂ ଜିନିଷ ହେଲା, ମନେ ରହିବନି, ଆମ ପରୀକ୍ଷାରେ କରିପାରିବୁନି, ସେଗୁଡ଼ା ତୁମର ସେଗୁଡ଼ା ଛାଡ଼। ଦେନ୍ ତୁମର ଯେମିତି ପଢ଼ିବା କଥା ସେମିତି ପଢ଼। ଏଗୁଡ଼ା କିଛି ଇଜି ନାହିଁ ହେଲା। ଆରେ ତୁମେ ଏଗୁଡ଼ା ଦେଖି ଡରି ଯାଉଛ, ରକେଟ୍ ସାଇନ୍ସ ତୁମେ କିସ କରିବ ହେଲା। ରକେଟ୍ ଯଦି ଏଗୁଡ଼ା ତ ସେମିତି କିଛି ନାହିଁ ଯେ ତୁମମାନେ ବୁଝିପାରିବନି, ତୁମ ମୁଣ୍ଡ ଉପରେ ପାର ହେଇଯିବ। ଏଗୁଡ଼ା ତୁମମାନେ ଯାହା କିଛି ଦେଖୁଛ ପିଲାମାନଙ୍କର ଗୀତ, ଆରେ ତୁମମାନେ ଭାଷା ହେବ ନା ନାହିଁ, ସେତେବେଳେ ବି ଶିଶୁ ଗୀତ କାମରେ ଆସିବ ହେଲା। ସରି ମଜା କରୁଥିଲେ। ଦେଖନ୍ତୁ ନା ଶିଶୁ ସାହିତ୍ୟ ମୁଖ୍ୟତଃ ଶିଶୁର ମନୋରଞ୍ଜନ ସୃଷ୍ଟି କରିବା ସହିତ ନୈତିକ ଶିକ୍ଷା ଆଧାରିତ ହେବା ଜରୁରୀ ଅଟେ। ତେଣୁ ପ୍ରାଥମିକ ପର୍ଯ୍ୟାୟର ଶିଶୁ ମନ ମଧ୍ୟରେ ଯାହା କିଛି ଘଟଣା ପ୍ରଭାବ ପକାଇଥାଏ ତାହା ପରବର୍ତ୍ତୀ ଜୀବନ ପାଇଁ ପୁଞ୍ଜି ହୋଇ ରହିଥାଏ। ତ ନିହାତି ଭାବରେ ଗୋଟେ ତୁମର କାଳିଚରଣ ପଟ୍ଟନାୟକ ତ ତୁମେ ଜାଣିଥିବ ରକ୍ତମାଟି ହେଲା, ଯେଉଁ ତୁମର କୋର୍ଟ ପେପର 11 ଅଛି। ତ ତାହା ସିଏ ଜନ୍ମରୁ ତାଙ୍କ ମା କ'ଣ କରୁଥିଲେ ନା ସିଏ ସଙ୍ଗୀତ ଶୁଣନ୍ତି, ତାହେଲେ ସେ ଗୋଟେ ସଙ୍ଗୀତ ପ୍ରିୟ କବି ହେଇପାରିଲେ। ମାନେ ଛୋଟବେଳୁ ସିଏ ସଙ୍ଗୀତ ଶୁଣି ସିଏ ସଙ୍ଗୀତ ପ୍ରତି ଆଗ୍ରହ ପ୍ରକାଶ କରିଲେ ହେଲା। ପିଲାମାନଙ୍କର ସେଇ କଥା ଏଠି କହିଲା, ଯେତେବେଳେ ଗୋଟେ ପିଲା ସାନ ବେଳେ ହେଲା ତାକୁ ଯେମିତି ଗଢ଼ା ହେବ ହେଲା, ଦେନ୍ ତ ପିଲାମାନେ ପ୍ରାୟତଃ ସାନ ପିଲାମାନଙ୍କ ପାଖରେ ଯେଉଁ ମାନେ ଶିଶୁମାନଙ୍କ ପାଖରେ ଯେଉଁ କଳି ଝଗଡ଼ା ଲାଗନ୍ତି ବିଭିନ୍ନ ପ୍ରକାରର, ମାନେ ତାକୁ ଯେମିତି ଶିଖେଇବେ, ତାକୁ ଯେମିତି କଥା କୁହ ଶିଖିବେ ସେମିତି କହିବ ଏବଂ ସମ୍ମାନ କରା ମଧ୍ୟ ହେଲା। ଯଦି ଗୁରୁଜନ ଆସିଲେ ଗୋଟେ ଗୁରୁଜନକୁ ଯାଇକି ମୁଣ୍ଡିଆ ମାରିବା କଥା, ଦେନ୍ ଏଗୁଡ଼ା ସବୁ ଶିଖାନ୍ତି ଶିଶୁକୁ। ଯଦି ଶିଖେଇ ନଥିବେ ସିଏ କ'ଣ ମୁଣ୍ଡିଆ ମାରିବ ନା, ଯେତେ କହିଲେ ସିଏ ମୁଣ୍ଡିଆ ମାରିବ ନାହିଁ। ଏଇଟା ସେ ପିତାମାତାଙ୍କ ଉପରେ ନିର୍ଭର କରେ। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଶିଶୁ ମନ ମଧ୍ୟରେ ଯାହା କିଛି ଘଟଣା ପ୍ରଭାବ ପକାଇଥାଏ ତାହା ପରବର୍ତ୍ତୀ ଜୀବନ ପାଇଁ ପୁଞ୍ଜି ହୋଇ ରହିଥାଏ। ଏଣୁ ତାକୁ ମାନବର ପିତା ବୋଲି ମଧ୍ୟ କୁହାଯାଏ। ମାନବର ପିତା କିଏ ନା ଶିଶୁ। ଅମାନସିକତା ତୁମର ବାସ୍ତବିକ ଚିନ୍ତା ଓ କାର୍ଯ୍ୟ ସହିତ ତାର ସମ୍ପର୍କ ମଧ୍ୟ ନଥାଏ ହେଲା। ମାନେ ବାସ୍ତବରେ କ'ଣ ହେଉଛି କି ଯେଉଁ ଆମେ ଯେମିତି ଚିନ୍ତା କରୁଛୁ ହେଲା, ଆମ ମୁଣ୍ଡରେ ଅନେକ ଗୁଡ଼ିଏ ଚିନ୍ତା ଆସୁଛି। ଆମେ କେମିତି ଭଲ ପଢ଼ିବୁ, କେମିତି ଭଲ ଚାକିରି କରିବୁ, କେମିତି ମାନେ ଅନେକ ଗୁଡ଼ିଏ ଯେଉଁ ଆସୁ ଚିନ୍ତା, ଭଲ ଗାଡ଼ି ଚଢ଼ିବି, ଝିଅ ପିଲାମାନେ ଭଲ ଡ୍ରେସ୍ କିଣିବି, ଶାଢ଼ୀ କିଣିବି, ଚୁଡ଼ି କିଣିବି ଇତ୍ୟାଦି ଯେଉଁ ମନରେ ଆସୁଛି, ଛୋଟ ପିଲାଙ୍କ ମନରେ କିଛି ନଥାଏ। ସେ ଗୋଟେ ଅମାନସିକ ବାସ୍ତବିକ ଚିନ୍ତା ତଥା ସହିତ ସେ ସମ୍ପର୍କ କିଛି ନଥାଏ ହେଲା। ମାନେ ଯାହାର ଯାହା ହଉ ମାନେ ଯାହାର ଯାହା ଅସୁବିଧା ହେଲେ ବି ତାର କିଛି ଫରକ ପଡ଼େନି। ତ ସେଗୁଡ଼ା କିଛି ସେ ଯେହେତୁ ଶିଶୁ ନା, ତାର ଯେଉଁ ଓଭର ଥିଙ୍କିଂଟା ଆସେନି। ଶିଶୁ ତୁମର ମନୋବିଜ୍ଞାନ ଉପରେ ଗୁରୁତ୍ୱାରୋପ କ'ଣ ସବୁ କରାଯାଇଛି ହେଲା। ଶିଶୁ ମନୋବିଜ୍ଞାନ ଉପରେ ଗୁରୁତ୍ୱାରୋପ ଦେଖିବା ନା ଶିଶୁ ମନୋବିଜ୍ଞାନ ଶିଶୁର ମାନସିକ ସ୍ଥିତିକୁ ପରୀକ୍ଷା ନିରୀକ୍ଷା କରି ପ୍ରଥମେ ଉପସ୍ଥାପନ କଲା ଯେ ଶିଶୁ ବୟସ୍କ ବ୍ୟକ୍ତିର ସଂସ୍କରଣ ନୁହେଁ ହେଲା। ଗୋଟେ ଶିଶୁ ସେ କ'ଣ ବୟସ୍କ ବ୍ୟକ୍ତିଙ୍କର ସଂସ୍କରଣ ହେଇପାରିବ କି ନା, ତେଣୁ ବରଂ ତାର ସ୍ୱତନ୍ତ୍ର ଜଗତ ଓ ସ୍ୱତନ୍ତ୍ର ରୁଚି ରହିଛି ହେଲା। ଗୋଟେ ବଡ଼ ଲୋକକୁ ଯେମିତି ଯେଉଁ ଖାଦ୍ୟ ଭଲ ଲାଗେ, ଯେଉଁ ଶିଶୁକୁ ଯଦି ସେଇ ଖାଦ୍ୟ ଦେଇଦେବେ ତାକୁ ଭଲ ଲାଗିବ କି ନା। କାହିଁକି ନା ଦେଖନ୍ତୁ ଗୋଟେ ବୟସ୍କ ଲୋକ ସେ ଗୋଟେ ଧର କ'ଣ ସେ ଫିଲ୍ମ ଦେଖିବ, ବୁଲିବା ପାଇଁ ଯିବ, ପାର୍କ ଯିବ ଇତ୍ୟାଦି, ଯେଉଁ କ'ଣ ଗୁଟକା ଫୁଟକା ଖାଇବ। କିନ୍ତୁ ଗୋଟେ ଶିଶୁ କ'ଣ ସେ ତାହା ଦୁନିଆ ଦେଖେ ହେଲା। ଗୋଟେ ଶିଶୁକୁ ଟିଭି ମୋବାଇଲ ଦେଇଦେଲେ ଫାଷ୍ଟ ସେ କାର୍ଟୁନ ଚଲେଇବ, ହାତୀ ଭିଡ଼ିଓ ଇତ୍ୟାଦି ଅନେକ ଗୁଡ଼ିଏ ଥାଏ। ଯେମିତି ଶିଶୁ ସାନ ପିଲାଙ୍କ ଭିଡ଼ିଓ ଗୁଡ଼ିକ ଥାଏ, ଯେଉଁ ୟୁଟ୍ୟୁବ କାଇଟ୍ସ, ସେ ସେଗୁଡ଼ା ଦେଖେ। ଆଉ ତାକୁ ଯଦି ତୁମେ ବାହୁବଳୀ ଫିଲ୍ମ ଲଗେଇକି ଚଲେଇ ଦେବ, ସେଗୁଡ଼ା ଦେଖିବ କି ନା, ସେ କଦାପି ଦେଖିବ ନାହିଁ। କାହିଁକିନା ତାର ଜଗତ ଅଲଗା ହେଲା। ତ ସେଇ କଥା ହିଁ ତାର ରୁଚି ମଧ୍ୟ ଅଲଗା, ସେଇ କଥା ହିଁ ଏଠାରେ କୁହାଯାଇଛି, ଆଉ ବେଶୀ କିଛି ନାହିଁ। ତେଣୁ ପୂର୍ବରୁ ଯେଉଁ ଭାବନା ଥିଲା ଯେ ଶିଶୁ ଓ ବୃଦ୍ଧ ଏକ ପ୍ରକାର ଭାବନା ନେଇ ଜୀବିତ ବିତାନ୍ତି, ଗବେଷଣା ପରେ ତାହା ସମ୍ପୂର୍ଣ୍ଣ କ'ଣ ତୁମର ଅମ୍ଭଳକ ହେଲା। ମାନେ କ'ଣ ତାହାକୁ ବାରଣ କରାହେଲା ଯେ ଗୋଟେ ଶିଶୁ ଆଉ ଗୋଟେ ସାନ ପିଲା ମୋର ମାଇଣ୍ଡ ସେଟ୍ କେବେ ବି ସେମ୍ ହେଇପାରିବ ନାହିଁ, ଉଭୟ ଭିନ୍ନ ଭିନ୍ନ ଏବଂ ଦୁଇ ଜଣ ଉଭୟ କ'ଣ ଅନ୍ୟ ଦୁନିଆରେ ଥାନ୍ତି। ତାପରେ ଦେଖନ୍ତୁ ଏ ଦୃଷ୍ଟିରୁ ବିଚାର କଲେ ଶିଶୁ ସାହିତ୍ୟ ନିଜ ସୃଷ୍ଟିର ଶିଶୁ ମନର
ସ୍ଥିତାବସ୍ଥାକୁ ଦୃଷ୍ଟିରେ ରଖି ଶିଶୁ ସାହିତ୍ୟ ରଚନା କରିବା ନିହାତି ଜରୁରୀ। ଶିଶୁ ମନୋରଞ୍ଜନ ଶିଶୁର ମାନସିକ ଜଗତର ପ୍ରକ୍ରିୟାର ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ତାର ମାନସିକ ବିକାଶ ଦିଗରେ କି ପଦକ୍ଷେପ ଗ୍ରହଣୀୟ ତାହା ମଧ୍ୟ ପରାମର୍ଶ ଦେଇଥାଏ। ତେଣୁ ଶିଶୁର ବୟସ ଅନୁସାରେ ନିଜର କୃତି ଗୁଡ଼ିକ କ'ଣ ରୂପ ଦେଇଥାଏ। ଏଇଟା ନିହାତି କଥା। ମାନେ ଶିଶୁ ଯେତେବେଳେ ବୟସ ବଢ଼ି ବଢ଼ି ଯିବ ତାର ପସନ୍ଦ ମଧ୍ୟ ବଢ଼ି ବଢ଼ି ଯିବ ହେଲା। ସେ ସାନ ପିଲାମାନେ ଯେମିତି ଚକୋଲେଟ୍ ଖାଇବାକୁ ପସନ୍ଦ କରନ୍ତି, ଟିକେ ବଡ଼ ହେବ ସେ ଆଉ ଚକୋଲେଟ୍ ଖାଇବନି, ସେ କେକ୍ ଖାଇବ। ଆଉ ଟିକେ ବଡ଼ ହେବ ସେ ଫାଷ୍ଟଫୁଡ଼୍ ଇତ୍ୟାଦି ଯେଉଁ କ'ଣ ଫାଷ୍ଟଫୁଡ଼୍ ଚାଉମିନ୍ ଚାଟ୍ ଇତ୍ୟାଦି ସବୁ ଖାଇବ। ମାନେ ବୟସ ଅନୁଯାୟୀ ତାର ଖାଇବା କିମ୍ବା ତାର ଜୀବନ ଶୈଳୀ ମଧ୍ୟ ଚେଞ୍ଜ ହେଇ ଯାଇଥାଏ। ଏ ଦୃଷ୍ଟିକୋଣରୁ ଶିଶୁର ବୟସକୁ 8 ଗୋଟି ପର୍ଯ୍ୟାୟ ବିଭକ୍ତ କରାଯାଇଛି। କ'ଣ କ'ଣ ଜାଣିବା? ଗୋଟେ ହେଲା ତୁମର ବୀଜ ଅବସ୍ଥା। ବୀଜ ଅବସ୍ଥା କ'ଣ ନା ଗର୍ଭଧାରଣର 2 ସପ୍ତାହ ମଧ୍ୟରେ ଗର୍ଭସ୍ଥ ଶିଶୁ, ସେଟା ହେଉଛି ବୀଜ ଅବସ୍ଥା। ଦେନ୍ ଗୋଟେ ହେଲା ଭ୍ରୂଣ ଅବସ୍ଥା। ଗର୍ଭଧାରଣର 2ରୁ 3ୟ ସପ୍ତାହ ପର୍ଯ୍ୟନ୍ତ ସେ ହେଉଛି ଭ୍ରୂଣ ଅବସ୍ଥା। ଦେନ୍ ତୁମର ଭ୍ରୂଣ ଅବସ୍ଥା ପରେ ହେଉଛି ଗର୍ଭସ୍ଥ ଶିଶୁ। 6 ସପ୍ତାହରୁ ଜନ୍ମ ଲାଭ ପର୍ଯ୍ୟନ୍ତ ସେଟା ହେଉଛି ଗର୍ଭସ୍ଥ ଶିଶୁ। ତାପରେ ଏଇଟା 4 ନମ୍ବର ଅଛି ଜନ୍ମ ଲାଭର 1ମ 2ୟ ସପ୍ତାହରେ ଆବଦ୍ଧ ଶିଶୁ। ତାପରେ ଶୈଶବ ହେଉଛି ଶିଶୁ ଅବସ୍ଥାର ପ୍ରଥମ 2 ବର୍ଷ। ଶିଶୁ ଯେତେବେଳେ ଜନ୍ମ ହୁଏ ତାର 2 ବର୍ଷ ଯାଏଁ ହେଲା, ସେଟା କ'ଣ ଶୈଶବ ଅବସ୍ଥା ପରେ ତୁମର ପଳେଇ ଆସିଲା ପ୍ରାକ୍ ବିଦ୍ୟାଳୟ ଶିଶୁ। ପ୍ରାକ୍ ବିଦ୍ୟାଳୟ ମାନେ କ'ଣ? ଯେତେବେଳେ ଶିଶୁଟି ଅଙ୍ଗନବାଡ଼ିରୁ 1ମ କି 2ୟ ଶ୍ରେଣୀ ପର୍ଯ୍ୟନ୍ତ ସେଟା ହେଉଛି ପ୍ରାକ୍ ବିଦ୍ୟାଳୟ ଶିଶୁ। ଦେନ୍ ତୁମର ଆସିଲା ମଧ୍ୟବର୍ତ୍ତୀ ବିଦ୍ୟାଳୟ ଶିଶୁ। ମଧ୍ୟବର୍ତ୍ତୀ ବିଦ୍ୟାଳୟ ଶିଶୁ ମାନେ କ'ଣ? ତୁମର 9ରୁ 12 ବର୍ଷ ପର୍ଯ୍ୟନ୍ତ ହେଲା, ଯେଉଁ ତୁମର ମାଇନର ପିଲାମାନେ ହେଲା, ହାଇସ୍କୁଲ ଯେଉଁମାନେ ହାଇସ୍କୁଲକୁ ଉଠି ନଥାନ୍ତି, ଯେଉଁ ତୁମର ତୃତୀୟରୁ କେତେ ତୁମର ତୃତୀୟରୁ 5ମ 6ଠ ଇତ୍ୟାଦି ସେଟା ହେଉଛି ମଧ୍ୟବର୍ତ୍ତୀ ବିଦ୍ୟାଳୟ ଶିଶୁ। ଦେନ୍ ତୁମର ନିମ୍ନ ବିଦ୍ୟାଳୟ ଶିଶୁ କେତେ ନା 12 ବୟସରୁ 15 ବର୍ଷ ହେଲା। ପିଲାମାନେ ମାଇନରରୁ ଯେତେବେଳେ ହାଇସ୍କୁଲରେ ପାଦ ଦିଅନ୍ତି ସେଟା ତାର ନିମ୍ନ ବିଦ୍ୟାଳୟ ଶିଶୁ। ଏଟା ଗଲା ତୁମର 8ଟି ପର୍ଯ୍ୟାୟ। ଦେନ୍ ତୁମର ସରଳ ବୋଧଗମ୍ୟ ରଚନା ବିଷୟରେ ଆମେ ଜାଣିବା। ତୁମର ଶିଶୁ ସାହିତ୍ୟରେ ଛୋର ଛୋର ଆବେଗ ଓ ସୁକୋମଳ ଶବ୍ଦ ମଧ୍ୟ କ'ଣ ବ୍ୟବହାର ଏବଂ ପ୍ରକାଶ ଭଙ୍ଗୀରେ ଲାଳିତ୍ୟ ସରଳ ବିଶ୍ୱାସୀ ଶିଶୁମାନଙ୍କର ପକ୍ଷରେ ଅଧିକ ଗ୍ରହଣଯୋଗ୍ୟ ହେବାର ଲକ୍ଷ୍ୟ କରାଯାଇଥାଏ। କାରଣ ସରଳ ଓ ବୋଧଗମ୍ୟ ରଚନା ଶିଶୁକୁ ମୁଗ୍ଧ ଓ ଆନନ୍ଦିତ ମଧ୍ୟ କରିଥାଏ। ସେ ଦୃଷ୍ଟିରୁ ନାନାବାୟା ଗୀତ ଇଂରାଜୀରେ କ'ଣ କୁହାଯାଏ? ନର୍ସରୀ ରେନ୍ ହେଲା, ନର୍ସରୀ ରେନ୍ ବୋଲି କୁହାଯାଏ। ତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ପରି କାହାଣୀ ଯେଉଁ ରହିଛି, ବିଭିନ୍ନ ପରି କାହାଣୀ ଏବଂ ବେଶ ଭଲ ଓ ରସଗ୍ରାହୀ ହୋଇଥିବାରୁ ଏହା ଶିଶୁ ଦ୍ୱାରା ଆଦରଣୀୟ ମଧ୍ୟ ହୋଇଥାଏ। ଯେପରି ତୁମର ଗୋପାଳଚନ୍ଦ୍ର ପ୍ରହରାଜଙ୍କର ଧୋର ବାଇଆ ଧୋ କବିତା, ସକାଳର ଯେଉଁ ଜହ୍ନ ମାମୁଁ କବିତା ସ୍ମରଣୀୟ। এই ଗୀତଟା ତ ପ୍ରାୟତଃ ସମସ୍ତେ ଶୁଣିଥିବେ। ଆରେ ଜନ ମାମୁଁ ଆସ ମୋ ଘର ଖାଇବାକୁ ଦେବି ଲବଣୀ ସର। এই ଗୀତଟା ବି ତମାନେ ଦରକାର ହେଲା। ତ ଏଗୁଡ଼ା ଛାଡ଼ ତମର ଯେଉଁ ଏକ୍ଜାମ୍ପଲ ଗୁଡ଼ିକ ଅଛି ସେଗୁଡ଼ା ତମେ ମନେ ରଖିବ। ସ୍ୱରୂପ ତଳେ ଜଙ୍ଗା ଥିଲା ହେଲା, ଏଗୁଡ଼ା ବି ଚାହିଁବ ଯଦି ମନେ ରଖିପାରିବ କିଛି ଅସୁବିଧା ନାହିଁ। ତମେ ଯେତେ ଲେଖିବ ସେଟା ତୁମ ଉପରେ ନିର୍ଭର କରୁଛି ନା। ପ୍ରସିଦ୍ଧ ଶିଶୁ ସାହିତ୍ୟର ରାମକୃଷ୍ଣ ନନ୍ଦଙ୍କର ଆହେ ଦୟାମୟ ବିଶ୍ୱବିହାରୀ ପ୍ରାର୍ଥନା ସରଳ ଓ ବୋଧଗମ୍ୟ ହେତୁ ଶିଶୁ ମହଲରେ ଆଜି ପର୍ଯ୍ୟନ୍ତ ଆଦରଣୀୟ ରହିଛି। ସ୍କୁଲ ଗୁଡ଼ିକରେ ଯେଉଁ ପ୍ରାର୍ଥନା କରାଯାଉଛି ଆହେ ଦୟାମୟ ବିଶ୍ୱବିହାରୀ ଦେଖେନ ଦୟା ବହି ମୋର ଗୁହାରୀ ଜଳ ସ୍ତର ବନାଗିରି ଆକାଶ ତୁମ ଲୀଳା ସବୁଠାରେ ପ୍ରକାଶ ଇତ୍ୟାଦି ହେଲା। ବୁଝି ଏ ଗୀତଟା ମୋତେ ବହୁତ ହି ଭଲ ଲାଗେ। ଗୀତ କହୁଛି ପ୍ରାର୍ଥନାଟି ହେଲା। ଶିକ୍ଷଣୀୟ ବିଷୟ ବସ୍ତୁ ସହିତ ସାମାଜିକ ମୂଲ୍ୟବୋଧ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ। ଦେଖିବା କିପରି ଭାବେ ଶିଶୁ ସାହିତ୍ୟରେ ଶିକ୍ଷଣୀୟ ବିଷୟ ମଧ୍ୟ ଅନେକ ଗୁଡ଼ିଏ ରହିଛି, ଯେମିତିକି ବସ୍ତୁ ସହିତ ସାମାଜିକ ମୂଲ୍ୟବୋଧ ସଂଯୋଜନା କରାଯିବା ନିହାତି ଜରୁରୀ ହୋଇଥାଏ। ଏହାଫଳରେ ତାର ଦାମ୍ପତିକ ଜୀବନ ଧାରା ସହିତ ଶିଶୁର ପରିଚୟ ଘଟେ ଏବଂ ସମସ୍ୟା ଭରା ଜୀବନରେ ଆଗେଇବା ପାଇଁ ଜୀବନ ପ୍ରତି ତାର ଦୃଷ୍ଟିକୋଣ ସ୍ପଷ୍ଟ ରୂପରେ ଗ୍ରହଣ କରିଥାଏ। ଦେନ୍ ତୁମର ଅଛି ଦେଖନ୍ତୁ ନା ଜାତୀୟ ସଂହତି ଶିଶୁ ସାହିତ୍ୟର ଅନ୍ୟ ଏକ ଲକ୍ଷଣୀୟ ବିଷୟ ଗୁଡ଼ିକ ଅଛି। ଯେମିତି ଆଜିର ଶିଶୁ ଭବିଷ୍ୟତରେ ଦେଶର ନାଗରିକ ରୂପରେ ମଧ୍ୟ ଦଣ୍ଡାୟମାନ ହୋଇଥାଏ। ତେଣୁ ଶିଶୁମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରୁ ଜାତୀୟ ଚିନ୍ତା ଚେତନା ଦ୍ୱାରା ଉଦ୍ବୁଦ୍ଧ କଲେ ପରବର୍ତ୍ତୀ ସମୟରେ ଶିଶୁଟି ଜାତୀୟତା ଏବଂ ପ୍ରେମର ଅଭିମଣ୍ଡିତ ହୋଇ ଦେଶ ଜାତିର ବିକାଶରେ ନିଜକୁ ନିୟୋଜିତ କରିଥାଏ। ତେଣୁ ସେ ବାଲ୍ୟାବସ୍ଥାରେ ମାନେ ଦେଖନ୍ତୁ ଗୋଟେ ଶିଶୁଟି ଯେତେବେଳେ ବାଳକ ଅବସ୍ଥାରୁ ସେ ଜାତୀୟ ଚରିତ୍ର ଗଠନ କ୍ଷେତ୍ରରେ ଶିଶୁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜାତୀୟ ଚରିତ୍ର ଗଠନର ପରବର୍ତ୍ତୀ ବିକଶିତ ରୂପ ହେଲା ଗୋଟେ ଜାତୀୟ ସଂହତି, ତା ସହିତ ଆତ୍ମଚରିତ୍ର, ଜାତୀୟ ଚରିତ୍ର ଓ ପରିଶେଷରେ ମାନବ ଚରିତ୍ର ହେଲା ଶିଶୁ ସାହିତ୍ୟର
କ'ଣ ଦିଅରେ ପ୍ରସାଦ। ଓଡ଼ିଆ ଶିଶୁ ସାହିତ୍ୟ ଡକ୍ଟର ମଣୀନ୍ଦ୍ର ମହାନ୍ତି କ'ଣ କହିଛନ୍ତି, ତାପରେ ଦେଖନ୍ତୁ ହାସ୍ୟରସ ଅବତାରଣା ଓ ଲୋକକଥିତ ଭାଷାର ମଧ୍ୟ ଗୁରୁତ୍ୱାରୋପ କ'ଣ ରହିଛି ଆମେ ଜାଣିବା। ଯେଉଁ ଲୋକମାନେ କଥାବାର୍ତ୍ତା ହୁଅନ୍ତି ଯେଉଁ ଲୋକ ସାହିତ୍ୟ ଶିଶୁ ସାହିତ୍ୟ ବିଷୟରେ, ତ ସେଗୁଡ଼ା ଦେଖିବା। ଶିଶୁର ହସରେ ସଂସାର ହସେ। ଗୋଟେ ଶିଶୁଟି ଯଦି ହସିଥାଏ, ଗୋଟେ ଶିଶୁଟି କ'ଣ ସେ ତାର ମନରେ କୌଣସି ବି କାହା ପ୍ରତି ହିଂସା, ଲୋଭ, ମାୟା, ମୋହ କିଛି ବି ନଥାଏ। ଗୋଟେ ଶିଶୁ ଭିତରେ ଭଗବାନ ବାସ କରିଥାନ୍ତି। ତେଣୁ ଗୋଟେ ଶିଶୁ ଯେତେବେଳେ ହସିଥାଏ, ଗୋଟେ ତାକୁ ଦେଖିଲେ ସଂସାର ମଧ୍ୟ ଗୋଟେ ହସିଥାଏ ହେଲା। କାହିଁକିନା ଶିଶୁର ହସଟି ବହୁତ ମଧୁର ଥାଏ। ଶିଶୁ ସାହିତ୍ୟରେ ହାସ୍ୟରସର ଅବଦାନ ମଧ୍ୟ ଏଠାରେ ରହିଛି। ଏହି ହାସ୍ୟରସରେ ଭରି ରହିଥାଏ ବ୍ୟକ୍ତିକୁ ପରିବର୍ତ୍ତନ କରିବାର ଉପାଦାନ। ହାସ୍ୟରସାତ୍ମକ ଶିଶୁ ସାହିତ୍ୟ ଶିଶୁକୁ ଆନନ୍ଦ ପ୍ରଦାନ କରିବା ସହିତ ତାକୁ ନାନା ବିଷୟରେ ସଚେତନ କରାଇଥାଏ। ତେଣୁ ସେ ଅନ୍ୟାୟ, ଅନୀତି, ଅତ୍ୟାଚାର ଠାରୁ ନିଜକୁ ଦୂରେଇ ରଖେ। ନିହାତି ଭାବରେ ଗୋଟେ ଶିଶୁ ଯେତେବେଳେ ହସେ କ'ଣ ବହୁତ ନିରୀହ ଲାଗେ ହେଲା। ଗୋଟେ ଶିଶୁର ମୁହଁ ସକାଳେ ଯଦି ଦେଖିବ ତମର ଅନେକ ଗୁଡ଼ିଏ ଶୁଭ ହୋଇଥାଏ। ଦେଖନ୍ତୁ, ପ୍ରଥମତଃ ମଣିଷକୁ ଚରିତ୍ର କରି ଅର୍ଥାତ୍ ତୁମର ବୁଢ଼ା ବୁଢ଼ୀ, ଅଜା ଆଇବା, ତୁମର କ'ଣ ବିବିଧ ଚରିତ୍ର ମାଧ୍ୟମରେ ହାସ୍ୟରସ ଓ ବ୍ୟଙ୍ଗ ବିବୃତ ପରିବେଷଣ କରାଯାଇଥାଏ। ବିଭିନ୍ନ ପ୍ରକାର ଯେଉଁ ଥଟ୍ଟା ମଜାକ କରାଯାଇଥାଏ, ତ ସେଗୁଡ଼ା ହିଁ। ଦ୍ୱିତୀୟତଃ ପଶୁପକ୍ଷୀ ମାଧ୍ୟମରେ ମଧ୍ୟ ହାସ୍ୟରସ ପରିବେଷଣ କରାଯାଇଥାଏ। এটা তোমরা এই গীতটা মনে রখিব, পড়িদেবা ହେଲା। ଏତଦ ବ୍ୟତୀତ ଶ୍ରୀମତୀ ସ୍ନେହଲତା ମହାନ୍ତି ବିଲୁଆ ନନାଙ୍କର ସିନେମା ଦେଖା, କବିତା ବଟକୃଷ୍ଣ ଓ ଝଙ୍କାର, ହସ ଫୁଲ, ଦେନ୍ ତୁମର ସ୍ନେହଲତା ମହାନ୍ତିଙ୍କର ଝୁଲରେ ହାତୀ ଝୁଲ ପ୍ରଭୃତି କବିତା ହାସ୍ୟରସ ପରିବେଷଣ କରିଥାଏ। ଦେନ୍ ତୁମର ଆସିଲା ସେହିପରି ଲୋକକଥିତ ଭାଷାର ମଧ୍ୟ ଗୁରୁତ୍ୱ ରହିଛି। ଲୋକକଥିତ ଭାଷା ଦ୍ୱାରା ବୁଝିବାର ଶକ୍ତି ମଧ୍ୟ ଜନ୍ମ ହୋଇଥାଏ। ଗୋଟେ ଶିଶୁଟି ବୁଝିପାରିଥାଏ, ତା ସହିତ ପ୍ରାଥମିକ ପର୍ଯ୍ୟାୟରେ ଲୋକକଥିତ ଭାଷା ହେବା ନିହାତି ଜରୁରୀ। ଯଦି ଗୋଟେ ପିଲାଟି ମାନେ ଗୋଟେ ଶିଶୁ ସାମ୍ନାରେ ଗୋଟେ ପ୍ରାଥମିକ ଭାଷା ପ୍ରୟୋଗ କରାଯିବ, ତାହେଲେ ଶିଶୁଟି କ'ଣ ତାର ବୁଝିବାର ଶକ୍ତି ମଧ୍ୟ ଜନ୍ମ ହୋଇଥାଏ। ଯେମିତି ଚକାଚକା, କୁକୁ କୁକୁ ହେଲା, ଯେମିତି ଚକାଚକା କିମ୍ବା କୁକୁ କୁକୁ କ'ଣ କୁକୁଡ଼ା ରାବ, ଝଟ ଝଟ, ଠ ଠ ଇତ୍ୟାଦି ସେମାନେ ଶିଶୁଟି କଥା କହିବା ଶିଖିଥାଏ। ଏହି ଗୁଡ଼ିକ ଶବ୍ଦକୁ ସେ ଅନୁସରଣ କରିଥାଏ। ବୁଝି ହେଉଛି ନା? ତେଣୁକରି ତାପରେ ଦେଖିବା କ'ଣ କହୁଛେ ନା, ବର୍ଣ୍ଣନାତ୍ମକ ଶୈଳୀ ଅପେକ୍ଷା ଆତ୍ମକଥନ ଶୈଳୀର ମଧ୍ୟ ଗୁରୁତ୍ୱାରୋପ ରହିଛି। ଶିଶୁ ସାହିତ୍ୟରେ ବର୍ଣ୍ଣନାତ୍ମକ ଶୈଳୀ ବର୍ଣ୍ଣନୀୟ ନୁହେଁ, କାରଣ କୋମଳବର୍ତ୍ତୀ ଶିଶୁ ପକ୍ଷରେ ତୁମର ବର୍ଣ୍ଣନାତ୍ମକ ଶୈଳୀ ପାଠ କରିବା କାନ୍ତିକର ହୋଇଥାଏ। କଥୋପକଥନ ଶୈଳୀ ଦ୍ୱାରା ସ୍ୱାଭାବିକତା ରକ୍ଷା ହେବା ସଙ୍ଗେ ସଙ୍ଗେ ସାହିତ୍ୟକୁ ମଧ୍ୟ ସତ୍ୟ ଓ ଜୀବନ୍ତ ପରି ପିଲାମାନେ ଅନୁଭବ କରିଥାନ୍ତି। ଯେପରି ମଧୁସୂଦନ ରାଓଙ୍କର କବିତା ଅଛି ଗୋଟେ କ'ଣ, ବାରବଦରେ ମଶା ଓ ମହୁମାଛି ପ୍ରସଙ୍ଗ। ଏଗୁଡ଼ା ତୁମେ ଶୁଣିଥିବ ନିହାତି। ମଶା କହୁଛି ନୀତି ନୀତିଆରେ ମହୁମାଛି ତୁହିଁ। ତ ଏଗୁଡ଼ା ମୁଁ ପଢ଼ୁନି, ଏଗୁଡ଼ା ତୁମର ଭିଡ଼ିଓଟା ତ କ'ଣ ଅଲରେଡ଼ି ବଡ଼ ହେଇସାରିଲା। ତ ଆହୁରି ତୁମର ମୁଁ ଭାବୁଛି ଯେ ଶିଶୁ ଭିଡ଼ିଓଟା ଯେଉଁ ତୁମ ଶିଶୁ ସାହିତ୍ୟ ପାଇଁ ପାର୍ଟ କରିବିନି, ଗୋଟେ ଭିଡ଼ିଓରେ ଆଲୋଚନା କରିବି ହେଲା। ପ୍ରାୟତଃ ବହୁତ ପିଲାମାନେ ଅଧାରୁ ସ୍କିପ୍ କରିକି ପଢ଼ୁଥିବେ ଜାଣିଛି, ବଟ୍ ଯେଉଁ ପିଲାମାନେ ବି ଦେଖୁଛନ୍ତି ପାଠ ପଢ଼ିବା ପାଇଁ ମନ ଅଛି ସେମାନେ ଦେଖନ୍ତୁ ନିହାତି ଭାବରେ। ତୁମମାନଙ୍କୁ ଭଲ ଭାବରେ ବୁଝେଇବି ତୁମଙ୍କର। ଯେମିତି ଆଜିର ଭିଡ଼ିଓଟି ଯଦି ଗୋଟେ ପିଲା ତୁମମାନେ ଦିନେ ମାତ୍ର ଟାଇମ୍ ଦେଉଛ, ଭିଡ଼ିଓଟି ଯେତେ ବଡ଼ 40 ମିନିଟ୍ ହଉ 30 ମିନିଟ୍ ହଉ କି ଘଣ୍ଟେ ହେଇଯାଉ ନା କାହିଁକି, ଯଦି ଗୋଟେ ପିଲା ଭିଡ଼ିଓଟାକୁ ସମ୍ପୂର୍ଣ୍ଣ ଦେଖୁଛି, ଥରେ ମାତ୍ର ଟାଇମ୍ ଦେଉଛି, ତାହେଲେ ସେ ପାଠଟାକୁ କେବେ ବି ଭୁଲି ପାରିବ ନାହିଁ ହେଲା, ଜୀବନ ସାରା ମନେ ରହିବ। ଚରିତ୍ର ଗଠନ ଉପରେ ମଧ୍ୟ ଗୁରୁତ୍ୱ। ଶିଶୁର କମର ହୃଦୟ ପ୍ରଥମରୁ ଯେଉଁ ପଥ ଦେଇ ଗତି କରିଥାଏ, ପରବର୍ତ୍ତୀ ସମୟରେ ସେ ସେହିପରି ହିଁ ହୋଇଥାଏ। ତେଣୁ ଶିଶୁ ସାହିତ୍ୟରେ ଶିଶୁର ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦିଆଯାଇଥାଏ ଓ ଉପଯୁକ୍ତ ପରିବେଶ ସହିତ ଉପାଦେୟ କଥା ଶିଶୁର ମନକୁ ପବିତ୍ର କରିଥାଏ। ଶିଶୁ ପାଖରେ ଯଦି ତୁମେ ଭଲ ଭଲ କଥା କହିବ, ସେ ସେଗୁଡ଼ା ଶିଖିବ। ଯଦି ଖରାପ ଭାଷା କହିବ, ସେ ସେଗୁଡ଼ା ମଧ୍ୟ ଶିଖିବ ହେଲା। ତେଣୁକରି ଶିଶୁ ସମୟରେ ସେମିତି କିଛି କ'ଣ ଶିଶୁ ସମୟରେ ବହୁତ ପିଲା କହୁଛନ୍ତି ଶିଶୁ ତ ବୁଝିପାରିବନି, ତାଙ୍କର କ'ଣ କିଛି ଖରାପ କଥା କୁହନ୍ତି, କିନ୍ତୁ ଶିଶୁ ସେଇଗୁଡ଼ିକୁ ଅନୁସରଣ କରିଥାଏ। ଏଇଟା ମନେ ରଖିବ। ଗୋଟେ ଶିଶୁ ତା ପାଖରେ ବି ବୁଦ୍ଧି ଥାଏ, ସେ ତାର ଶକ୍ତିବଳ, ସେ ସବୁଗୁଡ଼ିକ କଥା ସେ ବୁଝିବାକୁ ଚେଷ୍ଟା କରୁଥାଏ। ସବୁଗୁଡ଼ିକ କଥା ସେ ସେଇ ମାନେ ଟିକେ ଟିକେ କଥାରୁ ସେ ସବୁ କିଛି ଶିଖୁଥାଏ ହେଲା। ଆଧ୍ୟାତ୍ମିକ ଚେତନାର ସ୍ଫୁରଣ ଜାଣିବା। କ'ଣ ସ୍ଫୁରଣ ନା, ବର୍ତ୍ତମାନର ବସ୍ତୁବାଦୀ ସଭ୍ୟତା ପ୍ରଭାବରେ ମନୁଷ୍ୟ କ୍ରମଶଃ ମାନବିକତା ଓ ବୋଧଠାରୁ ଦୂରେଇ ଯାଇ ସ୍ୱାର୍ଥ ସର୍ବସ୍ୱ ହୋଇପଡ଼େ। ନିହାତି ଭାବରେ ତାର ନିଜର ମାନବିକତା ମଣିଷଟି ଭୁଲି ଯାଇଥାଏ ସବୁ ଭାବରେ ହେଲା। ମାନେ କ'ଣ ସମ୍ପୂର୍ଣ୍ଣ ଭାବରେ ନିଜର କର୍ତ୍ତବ୍ୟ କ'ଣ, ବୁଢ଼ାବୁଢ଼ୀ ମାନଙ୍କୁ ଅସମ୍ମାନ ଏବଂ କ'ଣ ହିଂସା, ଲୋଭ, ମାୟା ଇତ୍ୟାଦିରେ ନିଜର ମାନବିକତା ଭୁଲି ଯାଇଥାଏ, ଯାହାଫଳରେ କି ମନୁଷ୍ୟ ମଧ୍ୟରୁ ନୀତି ଆଦର୍ଶ ଲୋପ ହେବାରେ ଲାଗିଛି। ଏତଦ୍ ବ୍ୟତୀତ ଅହଙ୍କାର ଦ୍ୱାରା ଅନ୍ଧ ହୋଇ ମଣିଷକୁ ମଧ୍ୟ ପଶୁ ଭଳି ବ୍ୟବହାର କରିବାର କୁଣ୍ଠା ପ୍ରକାଶ କରୁନାହିଁ। ନିହାତି ଗୋଟେ ଉଚ୍ଚ ଶ୍ରେଣୀର ବା ଗୋଟେ କ'ଣ ଗୋଟେ ହେଲା
ଗୋଟେ ଥିଲା ବାଲା ଗୋଟେ ନଥିଲା ବାଲା। ଥିଲା ମାନେ କ'ଣ, ଯୋଉଟା ଉଚ୍ଚ ସ୍ତରର ଲୋକମାନେ ବା ଧନୀ ଲୋକମାନେ ନିଚ ଲୋକମାନଙ୍କୁ ପଶୁ ଦୃଷ୍ଟିରେ ଦେଖୁଛନ୍ତି ହେଲା, ମାନେ ତାଙ୍କର କେମିତି ଭଲସେ ସମ୍ମାନ ଦଉନାହାନ୍ତି, ତୁ ତା ବେ ବା ଇତ୍ୟାଦି ହେଲା। ଯୋଉ ଦିନ ମଜୁରିଆ ମାନଙ୍କୁ ସେମାନେ ବହୁତ ଖରାପ ଦୃଷ୍ଟିରେ ଦେଖିଥାନ୍ତି, ବହୁତ ନିଚ ମନେ କରନ୍ତି ହେଲା, ସେଇଟା ହିଁ ଏଇଟା କୁହାଯାଇଛି। ଦେନ୍ ଆସୁରିକ ପ୍ରବୃତ୍ତି ସମାଜରେ କାୟା ବିସ୍ତାର କରୁଛି। ଏହି ପରିପ୍ରେକ୍ଷୀରେ ଆଧ୍ୟାତ୍ମିକ ଚେତନା ମଣିଷ ମଧ୍ୟରେ ନୀତି ଆଦର୍ଶ ତିଆରି କରିଥାଏ। ତେଣୁ ଶିଶୁଟି ଯଦି ପ୍ରାଥମିକ ଅବସ୍ଥାରେ ଈଶ୍ୱରଙ୍କ ପ୍ରତି ଭକ୍ତି ତଥା ନୈବେଦ୍ୟର ଜ୍ଞାନ ଆହରଣ କରିଥାଏ, ତେବେ ସେ ବସ୍ତୁବାଦୀ କେବେ ବି ସେ ମାୟା ଜାଲରେ ଛନ୍ଦି ହେବାରୁ କ'ଣ ବର୍ତ୍ତି ହେଇଥିବ, ବଞ୍ଚି ହେଇଥିବ। ସିଏ ଯଦି ଗୋଟେ ଶିଶୁଟି ସାନ ବେଳୁ ଈଶ୍ୱରଙ୍କ ପ୍ରତି ଭକ୍ତି ଭାବ ଆସିଲା, ସେ କେବେ ବି ସଂସାରର ମାୟା ଜାଲରେ ପଡ଼ି ନଥାଏ। ନନ୍ଦକିଶୋର ସାମଲଙ୍କର ଗୁଣ୍ଡୁଚି ମୂଷାର ପିଠିରେ ଗାଈ ଶିଶୁ କବିତାଟି ଯେଉଁ ଅଛି, ତ ସେଠିରେ ରାମାୟଣର କଥାବସ୍ତୁ ଆଧାରିତ ହୋଇଥିଲେ ହେଁ ସେତୁ ବନ୍ଧ ନିର୍ମାଣରେ ଛୋଟ ଛୋଟ ତମର ଗୁଣ୍ଡୁଚି ମୂଷା ଆବେଦନ ସମର୍ପିତ ଭାବନାର ପରିଚୟ ମଧ୍ୟ ଦେଇଥାଏ। ସେଇଭଳି ପରିସ୍ଥିତି ଓ ତମର ପରିବେଶ ପ୍ରତି ସଚେତନତା କ'ଣ କିଛି ରହିଛି, ସେଗୁଡ଼ା ଆମେ ଜାଣିବା। ଦେନ୍ ତମର ଶିଶୁ ସାହିତ୍ୟ ସମକାଳୀନ ପରିସ୍ଥିତି ଓ ପରିବେଶକୁ ନିଜର କରେବରରେ ସ୍ଥାନ ଦେବା ଉଚିତ, କାରଣ ଶିଶୁଟିଏ ନିଜର ପାରିପାର୍ଶ୍ୱିକ ପରିବେଶ ଓ ପରିସ୍ଥିତି ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପର୍କ ରଖିଥାଏ। ବୁଝି ହେଉଛି ନା? ତେଣୁକରି ଏହା ଦ୍ୱାରା ଶିଶୁ ସାହିତ୍ୟକୁ ଶିଶୁଟି ସହଜରେ ଗ୍ରହଣ କରିଥାଏ। ଏଗୁଡ଼ା ତମାନେ ବୁଝିପାରୁଥିବ, ମୁଁ ଭାବୁଛି ଏଗୁଡ଼ା କିଛି ବୁଝିବା ପାଇଁ ପଡ଼ିବନି ତୁମକୁ। ତୁମଙ୍କର ଛୋଟ ପିଲାକେ ଏତେ ବଡ଼ ହେଇଗଲଣି, +3 କରୁଛ, ଆଉ ଟିକେ ହେଲେ ବାହାସାହା ହବ, ଚାକିରି କରିବ, ଏଗୁଡ଼ା କ'ଣ? ଏଗୁଡ଼ା ପାଠ ନା। ଶିଶୁଟି ଜନ୍ମ ଲାଭ କରେ, ପ୍ରଥମେ ନିଜର ମା ହିଁ ତା ପାଇଁ ଶିକ୍ଷୟିତ୍ରୀ। ପ୍ରଥମେ ଶିଶୁ କାହା ପାଖରୁ ଶିଖିଥାଏ? ଡାଇରେକ୍ଟ ସିଏ ମାନେ ଶିଶୁ ଯେତେବେଳେ ଜନ୍ମ ହୁଏ, ଡାଇରେକ୍ଟ ତାକୁ କ'ଣ ତାକୁ ଥରେ ସ୍କୁଲକୁ ନେଇଯାନ୍ତି ନା, ତାର ମା ପାଖରୁ ହିଁ ଶିଖିଥାଏ। କାହାକୁ କେମିତି ତୁ ତା କରିବୁ, କାହାକୁ କେମିତି କଥାବାର୍ତ୍ତା କରିବୁ ହେଲା, ଏଗୁଡ଼ା ସବୁ ମା ପାଖରୁ ହିଁ ସେ ଅନୁସରଣ କରିଥାଏ। ତେଣୁ ପ୍ରଥମ ଶିକ୍ଷୟିତ୍ରୀ କିଏ? ମାତା। ସେ ଦାୟିତ୍ୱ ନେଇଥାଏ ପିଲାର, ଏବଂ ମାର ଭାଷାକୁ ଶିଶୁଟି ପ୍ରଥମେ ଶିଖେ, ମା ମାଧ୍ୟମରେ ପୃଥିବୀକୁ ଚିହ୍ନେ। ମାଟାକୁ ଦେଖେଇ ଦିଅନ୍ତି, ସବୁ କଥା ସେୟାର କରନ୍ତି। ଗୋଟେ ପିଲାଟି ଦେଖନ୍ତୁ, ଗୋଟେ ଛୋଟ ପିଲାଟି ଯିଏ କିଛି ବୁଝିପାରୁନଥିବ ହେଲା, କୋଳରେ ଥିବ ତା ମା, ତାକୁ ବିଭିନ୍ନ ପ୍ରକାର କଥା କୁହେ। ତା ପାଖରେ ଯାହା କିଛି ତାର ପରିବେଶରେ ଘଟୁଛି ହେଲା, ମାନେ ଲୋକମାନେ ଯାହା ବି କିଛି କରୁଛନ୍ତି, ସେ ତା କାନ ପାଖରେ କହିଥାଏ, ପିଲା ପାଖରେ। କାହିଁକି? କାରଣ ସେ ପିଲାଟି ସବୁ, ତୁମେ ଭାବନି ଖାଲି ସେ ପିଲାଟି କହିଦେଉଛି, ସିଏ ଶୁଣିକି କିସ କରୁଛି ନା, ସେ ଗୋଟେ ପିଲା ବି ସେ ଗୋଟେ ଶୁଣିକି ସବୁ ବୁଝେ, ସବୁ ସିଏ ବୁଝେ, ଏଇଟା ମନେ ରଖିବ। ବିଶେଷ କରି ସମାଜରେ ତିଷ୍ଠି ରହିବା ପାଇଁ ଉପଯୁକ୍ତ କରାଏ କିଏ? ମା। ସେ ମା ପିଲାମାନଙ୍କୁ ଶିଖାଏ ଯେ ସମାଜରେ କିପରି ଭାବରେ ତୁମେ କ'ଣ ତିଷ୍ଠି ରହିପାରିବ, ସମସ୍ତଙ୍କ ସାଙ୍ଗରେ ମିଳିମିଶି ହେଲା, କାହାକୁ କେମିତି ସମ୍ମାନ ଦବ। ତ ଏଥିପାଇଁ ଯାହା ଆବଶ୍ୟକ ପଡ଼େ, ମା ପୂର୍ଣ୍ଣ ହୃଦୟରେ ଶିଶୁଟିକୁ ପ୍ରଦାନ କରିଥାଏ। ଏବଂ ମା ପରେ ପରିବାର, ପରିବାର ପରେ ପଡ଼ୋଶୀ ତଥା ଗ୍ରାମର ବିଭିନ୍ନ ଲୋକଙ୍କ ଦ୍ୱାରା ନିଜକୁ ସେ ମିଶାଇଥାଏ। ପ୍ରଥମେ ଶିଶୁଟି କାହା ସହିତ ମିଶିଥାଏ? ନିଜ ମା ସହିତ ମିଶିଥାଏ, ତାପରେ ନିଜର ମା ବାପା ଏବଂ ତାର ପରିବାର ସମସ୍ତଙ୍କ ସାଙ୍ଗରେ ମିଶିଥାଏ, ପଡ଼ୋଶୀ ସାଙ୍ଗରେ ମିଶିଥାଏ, ଏବଂ ଗ୍ରାମର ଧୀରେ ଧୀରେ ଗାଁର ସମସ୍ତ ଲୋକ ସାଙ୍ଗରେ ମିଶିଥାଏ। ଏବଂ ନିଜକୁ ସେ କ'ଣ, ଲୋକ ସାହିତ୍ୟ ହେଉଛି ଶିଶୁ ସାହିତ୍ୟର ପ୍ରଥମ ଉତ୍ସ। ଶିଶୁ ସାହିତ୍ୟର ପ୍ରଥମ ଉତ୍ସ କ'ଣ? ଲୋକ ସାହିତ୍ୟ। ଏହି ଲୋକ ସାହିତ୍ୟରେ କ'ଣ ଭରି ରହିଥାଏ ଶିକ୍ଷଣୀୟ ଉପାଦାନ ଗ୍ରହଣ କରି ଶିଶୁଟି ନିଜ ଜୀବନର ପରବର୍ତ୍ତୀ ପର୍ଯ୍ୟାୟକୁ ସହଜ ସରଳ ମଧ୍ୟ କରିପାରେ। ନାନାବାୟା ଗୀତ ବିଷୟରେ ଆମେ ଜାଣିବା ଆଉ ଥରେ ହେଲା। ଏଗୁଡ଼ା ଆମେ ଜାଣିଥିଲେ ତୁମର କୋର୍ଟ 10ରେ 4th ସେମିଷ୍ଟାର ନା। ନାନାବାୟା ଗୀତ ହେଉଛି ଲୋକଗୀତିକା ହେଲା, ଲୋକଗୀତ ପର୍ଯ୍ୟାୟ ଅନ୍ତର୍ଭୁକ୍ତ। ନାନାବାୟା ଗୀତ ଶିଶୁଟି ଶ୍ରବଣ କରି ପ୍ରଥମେ ନିଜର ବାକ୍ ଶକ୍ତିକୁ ସଞ୍ଚାଳନ କରିବାରେ ସମର୍ଥ ହୁଏ। ବାକ୍ ଶକ୍ତି ମାନେ କ'ଣ? ସିଏ ଶିଶୁଟି କଥା କହିପାରେ। ନାନାବାୟା ଗୀତ ଶୁଣେ, ଯୋଉ ଗୀତ ଝୁଲରେ ହାତୀ ଝୁଲ ଇତ୍ୟାଦି ଅନେକ ଗୁଡ଼ିଏ ଗୀତ ଅଛି, ଏଥିରେ ଗୋଟେ ମାଟି ଶିଶୁ ପାଖରେ ଗୀତ ଗୁଡ଼ିକ ଗାନ କରିଥାଏ। ସେ ଶିଶୁଟି ଗୀତ ଗୁଡ଼ିକ ଶୁଣି ସେ ତାର କ'ଣ ଶ୍ରବଣ କରି ପ୍ରଥମେ ନିଜର ବାକ୍ ଶକ୍ତିକୁ ସଞ୍ଚାଳନ କରିଥାଏ, ବା ସେ କଥା କହିବା ଶିଖିଥାଏ ହେଲା। ନାନାବାୟା ଗୀତ ହିଁ ଶିଶୁ ସାହିତ୍ୟର ମେରୁଦଣ୍ଡ। ଶିଶୁ ସାହିତ୍ୟ ମେରୁଦଣ୍ଡ ବା କ'ଣ, ତାର ପ୍ରଥମ ଶିଶୁ ସାହିତ୍ୟ ମେରୁଦଣ୍ଡ ହେଉଛି ନାନାବାୟା ଗୀତ। ଜନନୀ ଏହାର ସ୍ରଷ୍ଟା। ଏହି ନାନାବାୟା ଗୀତକୁ ମା ବିଭିନ୍ନ ସମୟରେ ପିଲା ଅଳି ଅଝଟକୁ ଶାନ୍ତ କରିବା ସହିତ ଆନନ୍ଦ ହେବାରେ ମଧ୍ୟ ସହାୟକ ହୋଇଥାଏ। ଏହା ହେଉଛି କ'ଣ, ମୌଖିକ ଗୀତ। ଝୁଲେ ହାତୀ ଝୁଲ ବା ପାଣି ଖାଇ ଫୁଲ। ମୌଖିକ ଗୀତ ମାନେ ତ କ'ଣ ବୁଝିଲ? ଯେଉଁ ଗୀତ କି ତମର ମୁହଁ ଦ୍ୱାରା ଗାନ କରାଯାଇଥାଏ, ମାନେ ଯାହାର ଲିଖିତ ରୂପ ନଥାଏ ହେଲା, କେବଳ ମୁହଁରେ ଏହି ଗୀତ ଗୁଡ଼ିକ ଗାନ କରାଯାଇଥାଏ, ମୌଖିକ ଗୀତ। ଆଉ କି ଏଟା ଜାଣିଛ ତମାନେ, ଆଉ ଏଗୁଡ଼ା କିସ କହିବି। ଏହା ସହିତ ଅନେକ ଲୋକ କଥା, ରାଜପୁଅ କଥା, ତାଙ୍କ ବାମନଭୂତ କଥା, ଅସୁରଣୀ କଥା ଇତ୍ୟାଦି ଯେଉଁ ଥାଏ, ଲୋକମାନଙ୍କ ମୁଖରୁ ଶୁଣି ପିଲାମାନେ ଖୁସି ହୋଇଥାନ୍ତି। ଏଗୁଡ଼ା ହେଲା। ପଞ୍ଚତନ୍ତ୍ର ବିଷୟରେ ଜାଣିବା, ତ ପିଲାମାନେ ଏଟା
तो मैंने भाव ये गोटे 3 मार्क एटा निहाती भाव तुम एग्जाम आसो है तुम 2 मार्क आसो 3 मार्क आसो कि 7 मार्क आसो एटा मन रख सॉरी 7 मार्क तो आसोनी 2 मार्क कि 3 मार्क आसो एटा मन रख है पंचतंत्र गल्पटी संस्कृत पंडित विष्णु शर्मा द्वारा रचित होता है। यार कहानी गुड़िक अत्यंत लोकप्रियता अर्जन कर पंडित विष्णु शर्मा राजा अमर शक्ति मंदबुद्धि संपूर्ण कौन 3 पुत्र को यही गल्प गुड़िक कही शिक्षित कराइबारे सफल होते परवर्ती पर्यायर यही गल्प गुड़िक शिशु मान नीति शिक्षा प्रदान ग्रहण योग्य हो पारि थाए। देन तुम कथा सहित सार कौन ना यही ग्रंथटी रचयिता होती समदेव किए कौन ग्रंथ गुड़िक लिखिं एवं से गुड़िक माने जो शिशु शिशु गीत एगुड़ा तुम तुम मन रहा दरकार है से थे काश्मीर राजा अनंतर राज्य दरबार राजकर्मी ए तुम नीति शिक्षा मूलक गल्प संयोजना कर जहाँकि शिशु साहित्यर बेस प्रिय हो पारि। तापर पड़े तुम हितोपदेश है हितोपदेश माने कौन हितोपदेश माने जो हित साधन करने निमंते उपदेश हितोपदेश ग्रंथटी नारायण पंडित द्वारा रचित ए पशुपक्षी कथा वर्णित हो 4टी अध्याय ग्रंथटी परिसमाप्ति घटी केतोटी अध्याय 4टी अध्याय अच्छी है यार कहानी भाव अत्यंत चमत्कार हृदयस्पर्शी कहानी गुड़िक शिशु मान आनंद देवा सहित से नीति शिक्षा प्रदान कर सहायक होता है। तो एगुड़ा जब पार तो मैंने कौन संग्रह करके पढ़ी पार है विश्व परिप्रेक्षी में शिशु साहित्य शिशु साहित्य विश्वर प्रत्येक राष्ट्र साहित्य भंडारों को रुद्धिमंत कर समाज विज्ञानी माने शिशु साहित्य तुम गुरुत्व को उपलब्धि करने सहित सुस्थ समाज गठन में शिशु साहित्यर महत्व को स्वीकार कर प्राथमिक पर्यायर पाश्चात्य साहित्य जो शिशु साहित्य गुड़िक प्रकाश लाभ करता आचार आचरण भित्तिक शिक्षा प्रदान भित्तिक एवं धर्म भित्तिक 1568 तुम किए ना कौन बीएल्स ब्रेडालंकर द्वारा प्रथम शिशु साहित्य रचित होता जार नाम था दि राइट्स मिरर है परे से जो इंग्राजी शिशु साहित्य अमेरिका शिशु साहित्य ऑस्ट्रेलिया तथा भारत शिशु साहित्य इत्यादि से रचना कराई देखो जो बंगला शिशु साहित्य मराठी शिशु साहित्य हिंदी शिशु साहित्य तेलुगु तमिल आसामी प्रभृति तेज इंग्राजी शिशु साहित्य मध्य तुम जोनार्थन सिस्टंकर कौन पालिउस ट्राभेलस जोन ट्यूरियन जो तो कौन इलेक्ट्रिएसे प्रोपेस दि बटरफ्लाई बोलो एंड दोग्रास लिखी तो इत्यादि प्रसिद्ध अर्जन कर भारतीय साहित्य दक्षिण रंजन मित्र कौन तुम मजुमदार ठाकुर मार्कोली ठाकुर पादार झुली थाना दीदीर आले प्रभृति बंगला साहित्य को समृद्धि करी तुम मराठी साहित्य वासुदेव गोविंद कौन आलेंकर बाल रामायण बाल भारत बाल भागवत इत्यादि से जो तुम हिंदी साहित्य कौन भारतेन्दु बाल बोधनी नामक एक शिशु पत्रिका संपादना करी तन्मध्य शिशु साहित्य विकासर मूलदुआ पकाई किए सत्य हरिश्चंद्र एवं काश्मीर कुसुम इत्यादि। ओडिया शिशु साहित्यर प्रकार भेद है शिशु साहित्य शिशु मान हृदय को स्पर्श करने सहित से मन में आनंद उत्साह करा कौन ना कोमलता शिशु जीवन प्राथमिक पर्यायर भल मंद नीति अनीति सत्य असत्य पाप पुण्य आदि विचार बोध शिशु साहित्य माध्यम ही आयत्त होता है। सूक्ष्म दृष्टिकोण विचार कले शिशु साहित्य शिशु मानसिक चिंता चेतनार उपयुक्त मार्गदर्शिका तेणु शिशु साहित्यर प्राथमिक पर्याय तुम मौखिक साहित्यर अंशविशेष कहले अत्युक्ति हेब नाही। परवर्ती पर्यायर शिशु साहित्य लिखित रूप परिप्रकाश हेबा परे शिशु साहित्य लिखित साहित्यर रूप नेबारे सार्थकता अर्जन करि पारिछि। ए दृष्टिकोण विचार कले शिशु साहित्य को मुख्यतः दुई भाग विभक्त कराइछि कौन कौन गोटे मौखिक शिशु साहित्य एंड लिखित शिशु साहित्य जो गुड़िक मौखिक शिशु साहित्य पर्यायर शिशु गीत और तुम शिशु गल्प रही बेले लिखित शिशु साहित्य शिशु कविता शिशु गल्प शिशु नाटक एकांकिका शिशु उपन्यास शिशु भ्रमण साहित्य शिशु जीवन और शिशु विज्ञान इत्यादि रही है। मौखिक शिशु साहित्य पर्यायर तुमर यह जो समय साधारण लोकंर हृदय सज्जित भावगीत आकार
ମୁଖରୁ ମୁଖ ଗତି କରିଥିଲା। ଏହି ଗୀତ ବା ଗଳ୍ପ ଗୁଡ଼ିକ ମଧ୍ୟରୁ ଅନେକ ଶିଶୁମାନଙ୍କର ମନୋରଞ୍ଜନ ନିମନ୍ତେ ଅଭିପ୍ରେତ ଥିଲା। ତ ଯାହାକୁ କି ମୌଖିକ ଶିଶୁ ସାହିତ୍ୟ ବୋଲି କୁହାଯାଇଥାଏ। ଏହି ପର୍ଯ୍ୟାୟରେ ବିଭିନ୍ନ ପ୍ରକାର ଯେଉଁ ନାନାବାହୀ ଗୀତ ଗୁଡ଼ିକ ଅଛି ଏବଂ ଗଳ୍ପ, ଶିଶୁ ଗୀତ, କ୍ରୀଡ଼ା ଗୀତ ଏବଂ ନାଁ ଦିଆ ପ୍ରବଚନ, ଓଷା, ପର୍ବପର୍ବାଣୀ ଆଦିକୁ ମଧ୍ୟ ଗ୍ରହଣ କରାଯାଇଥାଏ। ନାନାବାହୀ ଗୀତ ବିଷୟରେ ଆମେ ଜାଣିବା ହେଲା କ'ଣ ତ ନର୍ସରୀ ନାନାବାହୀ ଗୀତକୁ ଶିଶୁଟି ପ୍ରଥମେ ପିତାମାତାଙ୍କ ଠାରୁ ବିଭିନ୍ନ ଅଙ୍ଗଭଙ୍ଗୀ ଓ ନାଟକୀୟ ପରିବେଶ ମଧ୍ୟରେ ଶୁଣିଥାଏ। ଏହି ଗୀତର ମୁଖ୍ୟ ଧର୍ମ ହେଲା ବିଭିନ୍ନ ଧ୍ୱନି ମାଧ୍ୟମରେ ଅଝଟ ଶିଶୁକୁ ଶୁଣାଇବା, ମନର ଶାନ୍ତି କରାଇବା କିନ୍ତୁ ଆନନ୍ଦ ଦେବା। ଇଂରାଜୀରେ ଏହାକୁ ନର୍ସରୀ ରାଇମ୍ ବୋଲି କୁହାଯାଏ। ଆଉ ଥରେ ଏଇଟା ଅଛି ବୋଲି କୁହାଯାଇଛି। ତ ପିଲାମାନେ ମୁଁ ଗୋଟେ ୟୁନିଟ୍ ୱାଇଜ୍ 10ଟା ଭିଡ଼ିଓ କରି ପାରିବିନି। ମୁଁ ଗୋଟେ ଭିଡ଼ିଓରେ ସାରିବା ପାଇଁ ଚେଷ୍ଟା କରିବି ହେଲା। ଭିଡ଼ିଓଟି ଯେତେ ବଡ଼ ହଉ, ଯେତିକି ପିଲା ଦେଖିବେ, ଯେତିକି ପିଲା ନ ଦେଖିବେ ତ ସେ ତାଙ୍କ ପାଇଁ ମୁଁ କିଛି କରିପାରିବି। ତ ଉଦୟନାଥ ଷଡ଼ଙ୍ଗୀ କୁହନ୍ତି ଯେ ମା ଏହି ଗୀତ ଗାନ କରି ଶିଶୁ ଅନ୍ତରର ଆବେଗକୁ ତରଙ୍ଗ ସୃଷ୍ଟି କରେ। ଝୁଲରେ ହାତୀ ଝୁଲ, ବାପାଇ ଖାଲି ଫୁଲ। ଶିଶୁ ଗୀତ ପଳେଇ ଆସିଲା। ଶିଶୁ ଗୀତ ମୌଖିକ ସାହିତ୍ୟର ଅନ୍ୟତମ ପର୍ଯ୍ୟାୟ। ନାନାବାହୀ ଗୀତକୁ ମା କିମ୍ବା ଆଈ ଗାଉଛନ୍ତି କିମ୍ବା ଶିଶୁ ଗୀତକୁ ଶିଶୁ ନିଜେ ବୋଲିଥାଏ ଓ ବିଶେଷ କରି ଶିଶୁଟି ପ୍ରଥମେ ନିଜ ପରିବେଶ ସହିତ ମିଶିବା ପରେ ସେହି ପରିବେଶର କ୍ରିୟା ପ୍ରତିକ୍ରିୟାକୁ ନିଜର ଦୌଡ଼ି ଭାଷାରେ ମଧ୍ୟ ଗାନ କରିଥାଏ। ଏହା ସହିତ ଶିଶୁଟି ସାଙ୍ଗସାଥି ଗହରରେ ନିଜକୁ ସାମିଲ କରି ବିଭିନ୍ନ ଖେଳକୁଦରେ ସମୟ କାଟିଥାଏ। ବର୍ଷା ହେବା ପୂର୍ବରୁ ଆକାଶରେ ଭାସୁଥିବା କଳାହାଣ୍ଡିଆ ମେଘ ଗଣ୍ଡାକୁ ଦେଖି ବର୍ଷା ହେବାର ସୂଚନା ତାର ଗୀତରେ ମଧ୍ୟ ଦେଖିବାକୁ ମିଳିଥାଏ। ତାର ମା ଯେତେବେଳେ ଆକାଶରେ କଳାପତର ଆସିଥାଏ ସେ କିଛି କୁହନ୍ତି ଆକାଶରେ ବର୍ତ୍ତମାନ ବର୍ଷା ହବ, ସେଇଗୁଡ଼ିକର ମଧ୍ୟ ଗୋଟେ ଶିଶୁଟି ଜାଣିଥାଏ। ଏଗୁଡ଼ା ମନେ ରଖିବ। ଗୀତଟା ତୁମକୁ ଦେଖେଇ ଦେଉଛି, ଖାଲି ଗୋଟେ ସ୍କ୍ରିନଶଟ୍ କର କିମ୍ବା PDF ତୁମର ଟେଲିଗ୍ରାମରେ ଦେଇଦେବି ହେଲା। ଆଉ ନହେଲେ କେମିତି ଦେବି କୁହନ୍ତୁ? ନାଁ ଦିଆ ଗୀତ ଶିଶୁମାନଙ୍କର ଏକ ବୁଦ୍ଧି ମାପକ ମନୋରଞ୍ଜନ ଖେଳ। ଏହାର ପ୍ରକୃତ ଅର୍ଥ ହେଉଛି ଚିହ୍ନାଇ ଦେବା। ଗୋଟିଏ ଶିଶୁ ନିଜର କୌଶଳୀ ପ୍ରଶ୍ନରେ ଅନ୍ୟ ଏକ ଶିଶୁକୁ ପଚାରିଥାଏ। ଉତ୍ତର ମାଧ୍ୟମରେ ଶିଶୁଟି ବସ୍ତୁ, ପରିବେଶ, କୌଣସି ଚିତ୍ର, ବୃକ୍ଷଲତା, ପଶୁପକ୍ଷୀ ଆଦିକୁ ମଧ୍ୟ ଚିହ୍ନାଇ ଦେଇଥାଏ। ଶିଶୁ ପ୍ରବଚନ। ଶିଶୁମାନଙ୍କ ପ୍ରବଚନ କ'ଣ? ଆଉ ଶିଶୁମାନେ ପୁଣି କ'ଣ ପ୍ରବଚନ ଦେଉଥିଲେ? ବହୁତ ପିଲା ଭାବିବେ ନା ପ୍ରବଚନ ଅର୍ଥ ହେଉଛି ପ୍ରକୃଷ୍ଟ ବଚନ ହେଲା, ଯେଉଁଟାକି ହେଉଛି ଉତ୍କୃଷ୍ଟ ବଚନ, ଯାହା ହେଉଛି ଶାସ୍ତ୍ର ସମ୍ବଳିତ, ତାହାକୁ କୁହାଯାଏ ପ୍ରବଚନ, ଉଚିତ କଥା ହେଲା। ତ ଏହା ବିପଦଗାମୀ ଶକ୍ତିମାନଙ୍କର ପାଇଁ ଚେତାବନୀ ସଦୃଶ୍ୟ। କେତେକ କ୍ଷେତ୍ରରେ ପରମ୍ପରା, କିମ୍ବଦନ୍ତୀ, ପୁରାଣ, ପ୍ରବଚନ ଗୁଡ଼ିକ ସଂଗ୍ରହ କରାଯାଏ। ରାମାୟଣ, ମହାଭାରତ, ଭାଗବତ ଆଦି ପୌରାଣିକ ଗ୍ରନ୍ଥ ଗୁଡ଼ିକରୁ ଲୋକପ୍ରିୟ ଭକ୍ତି ଗୁଡ଼ିକ ଗ୍ରହଣ କରାଯାଏ। ଏହାର କଳେବର ସମୃଦ୍ଧ ହୋଇଥାଏ ହେଲା। ଏଗୁଡ଼ା ମନେ ରଖିବ। ଗୀତଟା ଓଷା ଏବଂ ପର୍ବପର୍ବାଣୀ ସମ୍ବନ୍ଧୀୟ ଶିଶୁ ଗୀତ ହେଲା। ଓଡ଼ିଶାର ପ୍ରତି ଘରେ ପ୍ରତ୍ୟେକ ମାସରେ କିଛି ନା କିଛି ଓଷା ତଥା ପର୍ବପର୍ବାଣୀ ପାଳନ ହୋଇଯାଏ। ତୁମର ଲକ୍ଷ୍ମୀ ପୂଜା ହଉ, ଦେନ୍ ତୁମର ସୁଦଶା ବ୍ରତ କିମ୍ବା ତୁମର ଏ ଯେଉଁ ଜହ୍ନି ଓଷା ଇତ୍ୟାଦି ଅନେକ ଗୁଡ଼ିଏ ବ୍ରତ ପାଳନ କରାଯାଇଥାଏ, ବ୍ରତ ବା ଓଷା ଗୁଡ଼ିକ। ତେଣୁ ସେହି ଦିନଟି ଘରର ସ୍ୱଚ୍ଛତା ଓ ପବିତ୍ରତା ପ୍ରତି ଦୃଷ୍ଟି ଦେବା ସହିତ ନାନା ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ତିଆରି ହୋଇଥାଏ। ବିଶେଷ କରି ମନସ୍କାମନା ପୂରଣ ପାଇଁ ଓଷା ତଥା ପର୍ବପର୍ବାଣୀ ପାଳନ କରାଯାଇଥାଏ। ମା ହୁଅନ୍ତି ବା ଭଉଣୀ ହୁଅନ୍ତୁ, ବିଭିନ୍ନ ଓଷା ତଥା ପର୍ବପର୍ବାଣୀରେ ଇଷ୍ଟ ଦେବତାଙ୍କୁ ସ୍ମରଣ କରି ସ୍ମୃତି ଭଜନ କିମ୍ବା ଗୀତ ଗୁଡ଼ିକ ଗାନ କରାଯାଇଥାଏ। ତ ଏହି ସମସ୍ତ ଗୀତ ଗୁଡ଼ିକ ଶିଶୁ ଶ୍ରବଣ କରିଥାଏ। ଅର୍ଥ ବୁଝିବା ତା ପାଇଁ ଯେତିକି ଗୁରୁତ୍ୱ ନଥାଏ, ସଙ୍ଗୀତ ପ୍ରତି ଭଲ ପାଇବାରେ ମଧ୍ୟ ତାର ସେତିକି ଗୁରୁତ୍ୱ ଥାଏ। ଭଲ ମନ୍ଦ, ସତ୍ୟ ଅସତ୍ୟ, ପାପ ପୁଣ୍ୟର ବିଚାର ମଧ୍ୟ କରିଥାଏ। ଏତଦ୍ ବ୍ୟତୀତ ପ୍ରଥା, ପରମ୍ପରା, ସଂସ୍କୃତି ସହିତ ମୂଳରୁ ଯୋଡ଼ି ମଧ୍ୟ ହୋଇଥାଏ। ଜହ୍ନି ଓଷାର ଗୀତ କିଛି ଅଛି, ଏଗୁଡ଼ା ମନେ ରଖିବ। ଜହ୍ନି ଫୁଲ ଠ ଠ, କାକୁଡ଼ି ଫୁଲ ଠ ଠ, ଗୁଣୁଚି ମୂଷା କହିଯାଉଛି ଚାଉଳ ମୁଠେ ଥୋଇଆ ଥୋଇଥା। ତାର ଲିଖିତ ସାହିତ୍ୟ ବିଷୟରେ ଟିକେ ଜାଣିବା। ମୁଖ୍ୟ ସାହିତ୍ୟ ବିଷୟରେ ଆମେ ଜାଣିଲେ, ଓଡ଼ିଆ ଶିଶୁ ସାହିତ୍ୟ ଲିଖିତ ଶିଶୁ ସାହିତ୍ୟରେ ପରିଣତ ହେବା ପୂର୍ବରୁ ପ୍ରଥମେ ଲୋକ ସାହିତ୍ୟରେ ମିଶି ରହିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ ଇଂରେଜମାନଙ୍କର ଶାସନ କାଳରେ ଆଧୁନିକ ଶିକ୍ଷାର ବିସ୍ତାର ସହିତ ଏହା ଶିଶୁମାନଙ୍କର ପାଇଁ ପାଠ୍ୟପୁସ୍ତକ ଛପାଗଲା। ଏ କ୍ଷେତ୍ରରେ ମଧୁସୂଦନ ରାଓ ଶ୍ରେଷ୍ଠ ଭୂମିକା ଗ୍ରହଣ କରିଥିଲେ। ମଧୁସୂଦନ ବ୍ୟତୀତ ଗୋପାଳ ଚନ୍ଦ୍ର ପ୍ରହରାଜ ଦେନ୍ ଫକୀରମୋହନ ସେନାପତିଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ତ ମଧୁସୂଦନ ବ୍ୟତୀତ ଗୋପାଳ ଚନ୍ଦ୍ର ପ୍ରହରାଜ ଫକୀରମୋହନ ସେନାପତିଙ୍କର ଅବଦାନ ମଧ୍ୟ ଏଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଫଳରେ ପାଠ୍ୟପୁସ୍ତକ ଭିନ୍ନ ଶିଶୁ ମନୋରଞ୍ଜନ ଧର୍ମୀ ପୁସ୍ତକ ମାନ ପ୍ରକାଶିତ ହେବାକୁ ଲାଗିଲା ଏବଂ ପରେ ପଲ୍ଲୀକବି ନନ୍ଦକିଶୋର ବଡ଼ ପିଲାମାନଙ୍କ ପାଇଁ ନାନାବାହୀ ଗୀତ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ। ଶିଶୁ କବିତା ଗୁଡ଼ିକ ବିଷୟରେ ଜାଣିବା ନା ଓଡ଼ିଆ ଶିଶୁ କବିତା ଆଧୁନିକ କବିତା ଭଳି ବୌଦ୍ଧିକତାକୁ ଗ୍ରହଣ ନ କରି ସରଳତାକୁ ମଧ୍ୟ ଗ୍ରହଣ କରିଛି।
ଏହି କବିତା ଗୁଡ଼ିକ ଶିଶୁକୁ ମନୋରଞ୍ଜନ ମାଧ୍ୟମରେ ନୀତି ଶିକ୍ଷା ଦେବାରେ ଅଧିକ ଗ୍ରହଣୀୟ ମଧ୍ୟ ସାବ୍ୟସ୍ତ ହୋଇଛି। ସାଙ୍ଗୀତିକତା ସହିତ ପରିବେଶର ଦୃଶ୍ୟମାନ ହେଉଥିବା ବସ୍ତୁ ଜୀବଜଗତ ଆଦିକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଶିଶୁ କବିତାକୁ 6 ଭାଗରେ ମଧ୍ୟ ବିଭକ୍ତ କରାଯାଇଛି। 6 ଭାଗରେ କ'ଣ କରେ ନା ଗୋଟେ ହେଲା ପୌରାଣିକ ପ୍ରସଙ୍ଗ ଆଧାରିତ ଶିଶୁ କବିତା, ଦେନ୍ ଇତିହାସ ଭିତ୍ତିକ ଶିଶୁ ସାହିତ୍ୟ କବିତା, ଗାଥାମୂଳକ ଶିଶୁ କବିତା, ସାମାଜିକ ସମସ୍ୟାମୂଳକ ଶିଶୁ କବିତା। ଏଟା କେତେ 4 ପ୍ରକାର ହେଲା। ଆଉ 2 ପ୍ରକାର ଗୋଟେ ପ୍ରାଣୀ ଚରିତ୍ର ଭିତ୍ତିକ ଶିଶୁ କବିତା, ହାସ୍ୟ ରସାତ୍ମକ ଶିଶୁ କବିତା। ପୌରାଣିକ ପ୍ରସଙ୍ଗ ଇତିହାସ ଭିତ୍ତିକ ଶିଶୁ କବିତା ତ ପିଲାମାନେ ଏଟା ଗୋଟେ ଲଙ୍କୁଶ ନୁହେଁ, ଏଠି ତମର 2ଟା 3ଟା ଲଙ୍କୁଶ ହେଇପାରିବ, ତାଠୁ ଅଧିକ ମଧ୍ୟ ଲଙ୍କୁଶ ହେଇପାରିବ ହେଲା। ସ୍ୱରୂପ ଯଦି ମାଗିଲା ସ୍ୱରୂପ ଲେଖିବ, ପ୍ରକାରଭେଦ ସଂଜ୍ଞା ହେଲା, ସଂଜ୍ଞା ଓ ପ୍ରକାରଭେଦ ଯଦି ମାଗିଲା ତମେ ଲେଖିବ, କିମ୍ବା ସ୍ୱରୂପ ପ୍ରକାରଭେଦ ଲେଖିବ, ଯେପରି କ୍ୱେଶ୍ଚିନ୍ ଆସିଛି ସେପରି ଲେଖିବ ହେଲା। ଆଉ ତମେ ଅନ୍ୟତା କିଛି ଲେଖିବ ନାହିଁ। ଶିଶୁମାନଙ୍କର ମଧ୍ୟରେ ଭକ୍ତି, ନୈତିକତା, ଆଧ୍ୟାତ୍ମିକତା ସୃଷ୍ଟି କରିବା ନିମନ୍ତେ ପୌରାଣିକ ପ୍ରସଙ୍ଗ ଆଧାରିତ ଶିଶୁ କବିତା ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେମିତି ତମ ରାମାୟଣ, ଭାଗବତ, ମହାଭାରତ ଇତ୍ୟାଦି ଯେଉଁ ରହିଛି, ପୁରାଣ ଗ୍ରନ୍ଥ ମାନଙ୍କରୁ ଶିଶୁ ସାହିତ୍ୟିକ ମାନେ ବିଷୟବସ୍ତୁ ସଂଗ୍ରହ କରି ଶିଶୁ କବିତା ଗୁଡ଼ିକ ରଚନା କରିଛନ୍ତି। ମଧୁସୂଦନ ରାଓଙ୍କର କବିତା ବଢ଼ି ଅନ୍ତର୍ଗତ, ସୀତା ବିବାହ, ଛାନ୍ଦମାଳା କବିତା ସଂକଳନ ଅନ୍ତର୍ଗତ। ତମର ଶ୍ରୀରାମ ବନବାସ କବିତା ଦ୍ୱୟ ପୌରାଣିକ ପ୍ରସଙ୍ଗ ଆଧାରିତ ଶିଶୁ କବିତା ରୂପରେ ଶିଶୁମାନଙ୍କର ଆଦର ହୋଇପାରିଛି। ପୌରାଣିକ ଚରିତ୍ର ମାଧ୍ୟମରେ ଦେଶାତ୍ମକ ବୋଧ ଭାବ ସୃଷ୍ଟି କରିବାରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କର ଅଭିମନ୍ୟୁ କବିତାରେ ମଧ୍ୟ ବେଶ ହୃଦୟସ୍ପର୍ଶୀ ହୋଇପାରିଛି। ତମର ନନ୍ଦକିଶୋର ସାମଲଙ୍କର କବିତା ଗୁଣ୍ଡୁଚି ମୂଷାର ପିଠିରେ ଗାର ଏବଂ ପଣ୍ଡିତ ଗୋଦାବରୀ ମିଶ୍ରଙ୍କର ରାମଙ୍କର ବନବାସ ଏବଂ କ'ଣ ଇତ୍ୟାଦି ଅନେକ ଗୁଡ଼ିଏ ବାଳକୃଷ୍ଣଙ୍କର ଶିଶୁ ରାମାୟଣ ଯେଉଁ ଇତ୍ୟାଦି ରହିଛି ଲେଖକ ସ୍ମରଣ। ସେପରି ଇତିହାସର ଘଟଣାବଳୀ ଓ ଚରିତ୍ରକୁ ନେଇ ଇତିହାସ ଭିତ୍ତିକ ଶିଶୁ କବିତା ସମୃଦ୍ଧ। ଏହି କବିତା ଗୁଡ଼ିକର ଯେଉଁ ତୁମର ମୂଳ ଲକ୍ଷ୍ୟ ହେଲା ଶିଶୁ ଗୀତ ପ୍ରତି ଜାତୀୟତାବୋଧ ପ୍ରତିଷ୍ଠା କରିବା ଏବଂ ଶିଶୁ ମନରେ ଦେଶ, ଜାତି ଓ ଜନ୍ମଭୂମି ପ୍ରତି ପ୍ରବଳ ଆଗ୍ରହ ଓ ତମର ଆକର୍ଷଣ ଭିତରେ ଅତୀତର ଗୌରବ ସନ୍ଧାନ କଲେ। ନୀଳକଣ୍ଠ ଦାସଙ୍କର ଜୟ ଭାରତ କବିତାରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯେଉଁ ତମର କବିତା ଭାଷାରେ କ'ଣ କୁହାଯାଇଛି ନା, କାହିଁ ନଥିଲା ଏହି ଭାରତବର୍ଷ ଜଗତେ କାହିଁ ଆଉ ଏପରି ଦେଶେ ହେଲା। ମାୟାଧର ମାନସିଂହଙ୍କର ନାଗରିକ ପାଠାଗାର ଅନ୍ତର୍ଗତ ତୁମର ସୂର୍ଯ୍ୟଦେଇ କବିତା ଇତିହାସ ଭିତ୍ତିକ, ଗୌରବଚନ୍ଦ୍ର ରାଉତଙ୍କର ବାରବାଟୀ କବିତା ପ୍ରଭୃତି ଇତିହାସ ଭିତ୍ତିକ କବିତା। ଗାଥାମୂଳକ ସାମାଜିକ ସମସ୍ୟାମୂଳକ ଶିଶୁ କବିତା ଗୁଡ଼ିକ ଅଛି, ଯେମିତିକି ତୁମର ବୀରପୁରୁଷ ମାନଙ୍କର କାହାଣୀ ଭାଗକୁ କ'ଣ କୁହାଯାଏ ନା ଗୀତ ଆକାରରେ ପ୍ରକାଶ କରିବାକୁ ଗାଥା କବିତା କୁହାଯାଏ। ତ ଏହି ଗୀତ ଗୁଡ଼ିକର ତୁମର ମୂଳ ଲକ୍ଷ୍ୟ ହେଉଛି ଶିଶୁମାନଙ୍କର ମଧ୍ୟରେ ଦେଶାତ୍ମବୋଧର ଭାବ ସୃଷ୍ଟି କରିବା ହେଲା। ଦେଶାତ୍ମକ ବିଷୟରେ ଦେନ୍ ରାମକୃଷ୍ଣ ନନ୍ଦଙ୍କର ଯେଉଁ ତୁମର ଟୁମୁକ ସଂକଳନରେ ସ୍ଥାନିତ ଧର୍ମପଦ ଏବଂ ତୁମର ସନାତକ କବିତା ଦ୍ୱୟ ଯେପରି ତୁମର ଅଛି ଆମେ ଦେଖିବା, ଯେମିତିକି ଗାଥାମୂଳକ ଶିଶୁ କବିତା ଗୋଦାବରୀ ମିଶ୍ରଙ୍କର ପ୍ରହ୍ଲାଦ, ରାମ ବନବାସ, ସଦରପୁରରେ ରାମଚନ୍ଦ୍ର, ମହାମୃଗ, ରଘୁନାଥ ପାଣିଗ୍ରାହୀଙ୍କର ଅରୁଣୀ, ଅଭିମନ୍ୟୁ, ଏକଲବ୍ୟ ଏହି ପର୍ଯ୍ୟାୟରେ। ତ ସାହିତ୍ୟ ସମାଜର ପ୍ରତିଛବିକୁ ନେଇ ସମୃଦ୍ଧ ସମାଜର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ, ସାଂସ୍କୃତିକ ଆଦି ବିଭିନ୍ନ ଚିତ୍ର ଏହି ପର୍ଯ୍ୟାୟରେ ଶିଶୁ ସାହିତ୍ୟ କବିତାରେ ସ୍ଥାନ ପାଇଥାଏ। ସମାଜର ରାଜନୀତି ଚରଣୀ ସମ୍ପର୍କରେ ଜାଣିବା ସହିତ ତାହା ମଧ୍ୟରେ ଭଲ ମନ୍ଦ ଚିହ୍ନିବାର ଭାବ ଉଦ୍ରେକ ହୋଇଥାଏ। ଜୀବନରେ ଗୁରୁଙ୍କର ଗୁରୁତ୍ୱ ସମ୍ପର୍କରେ କବି ଚିନ୍ତାମଣି ମହାନ୍ତି କହିଛନ୍ତି ଯେ ପିତାମାତା, ଉପାଧ୍ୟାୟ ଆଦି ଗୁରୁଜନ ସେବାରେ ସନ୍ତୁଷ୍ଟ ଶିଶୁଙ୍କର ହୃଷ୍ଟ ମନେ। ଗୁରୁବାଦେ ପ୍ରୀତି ପୂଜା କର ସମର୍ପଣ, ଅବିରତ ହୁଅ ଶିଶୁ ଭକ୍ତି ପଳାୟନ। କ୍ରୋଧର ମହାପାତ୍ରଙ୍କର କ'ଣ ତାଙ୍କର କିଛି ବି ପଦ ନଥାଏ, ସେ କ'ଣ ସ୍ୱର୍ଗପୁରେ ଅଗଣି ଦାସଙ୍କର କେଉଁ ଦିନେ ହେବି ବଡ଼ ପ୍ରଭୃତି ମନୁଷ୍ୟ କବିତା ଇତ୍ୟାଦି ସେ ଲେଖିଛନ୍ତି। ପ୍ରାଣୀ ଚରିତ୍ର ଭିତ୍ତିକ ଯେମିତି ତୁମର ମନୁଷ୍ୟ ଓ ପଶୁପକ୍ଷୀ ପରସ୍ପର ଗୋଟେ କ'ଣ ପରିପୂରକ, ସେମ୍ କି ମନୁଷ୍ୟ ଓ ପଶୁପକ୍ଷୀ କ'ଣ ସମାନ କି ନା, ସେ ହେଉଛି ପରସ୍ପରକୁ ସାହାଯ୍ୟ ବିନା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ। ଯଦି ଜଣେ ଆଉ ଜଣଙ୍କୁ ସାହାଯ୍ୟ ନ କଲେ ତାହେଲେ ଜଗତରେ କେବେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ। ସମାଜ ପାଇଁ ଏମାନଙ୍କର ଉଲ୍ଲେଖ କରିଛନ୍ତି। କେତେ କ୍ଷେତ୍ରରେ ପଶୁପକ୍ଷୀ ମାନଙ୍କର କଥାକପଥନରେ ଶିକ୍ଷାର ମହତ୍ତ୍ୱ, ଧର୍ମ ଓ ସଂସ୍କୃତିକୁ ମୋହନୀୟତା, ଭଲ ମନ୍ଦର ବିକାଶ ବୋଧ ମଧ୍ୟ ଦେଖିବାକୁ ମିଳିଥାଏ। ବର୍ଣ୍ଣବୋଧରେ ଥିବା ହରିଣ ନଦୀ ଧରା କବିତା ବର୍ଣ୍ଣନରେ କାନ୍ତ କବି ଲେଖିଛନ୍ତି ଯେ ହରିଣ କବିତାରେ
তারপরে দেখতে পড়লে তোমার হাস্য রসাত্মক শিশু কবিতা তোমার শিশু ଅସିଲେ ସଂସାର ସେ ହାସ୍ୟ ରସାତ୍ମକ ଶିଶୁ କବିତା ଗୁଡ଼ିକ ଶିଶୁମାନଙ୍କୁ ଅଧିକ ଆନନ୍ଦ ଦେଇଥାଏ। ଏହି କବିତା ଗୁଡ଼ିକ ଶିଶୁମାନଙ୍କୁ ହସାଇବା ସହିତ ସଚେତନ ମଧ୍ୟ କରିଥାଏ। ସମାଜରେ ଯେଉଁ ଦୃଶ୍ୟମାନ ହେଉଥିବା ଅନ୍ୟାୟ ଅନୀତି ଭ୍ରଷ୍ଟାଚାର ଭ୍ରଷ୍ଟାଚାର ଏନ୍ ତୁମର କ'ଣ ଆଦିକୁ ଶିଶୁ ସାହିତ୍ୟିକ ମାନେ ହାସ୍ୟରସର ମାଧ୍ୟମରେ ଶିଶୁମାନଙ୍କୁ ସଚେତନ କରାଇଥାନ୍ତି, ଯାହାକି ଶିଶୁଟିକୁ ପରବର୍ତ୍ତୀ ସମୟରେ କ'ଣ ସ୍ଥାନ ନାଗରିକ ହେବାରେ ସହାୟକ ହୋଇଥାଏ। ତୁମର ଶିଶୁ ପକ୍ଷୀ ଚରିତ୍ରମାନଙ୍କୁ ମାଧ୍ୟମ କରି ଅନେକ ହାସ୍ୟ ରସାତ୍ମକ ଶିଶୁ କବିତା ରଚନା କରିଥିବାର ଦେଖିବାକୁ ମିଳେ। ଶ୍ରୀମତୀ ସ୍ନେହଲତା ମହାନ୍ତିଙ୍କର ଝୁଲରେ ହାତୀ ଝୁଲ କବିତା ସଂଗ୍ରହ ସ୍ଥାନିତ ବିଲୁଆ ନନାର ସିନେମା ଇତ୍ୟାଦି ସବୁ ରହିଛି। ଏଗୁଡ଼ା କ'ଣ ଏଗୁଡ଼ା ହେଉଛି ଗୋଟେ ଗୋଟେ ଶିଶୁ ସାହିତ୍ୟ। ପରମଦର ଯେଗୁଡ଼ା ସବୁ ଗୀତ ଗୁଡ଼ିକ ରହିଛି ବିଲେଇ ନାନୀ ସେଗୁଡ଼ା ବିଲେଇ ନନା ସେଗୁଡ଼ା ହେଉଛି ଗୋଟେ ଗୋଟେ ଶିଶୁ ସାହିତ୍ୟ। ଶିଶୁ ସାହିତ୍ୟିକ କ୍ଷୀରୋଦ ଚନ୍ଦ୍ର ପଥାର ହାସ୍ୟ ରସାତ୍ମକ ଶିଶୁ କବିତା ଲେଖିବାରେ ସେ ଜଣେ ଚିରସ୍ମରଣୀୟ ପ୍ରତିଭା। କବିଙ୍କର ସୃଷ୍ଟି ମାଧ୍ୟମରେ ତୁମର ହସ ପସର କବିତା ସଂକଳନରେ ସ୍ଥାନିତ ଅଜା ଦିନେ ମଜା କଥା କହିବେ ତାପରେ ଏବଂ ବୁଢ଼ୀଟିଏ ଇତ୍ୟାଦି ଯେଉଁ ରହିଛି ଗୋଟେ କ'ଣ ଗୋଟେ ଗୋଟେ ଶିଶୁ ସାହିତ୍ୟ ହେଲା। ମାନେ କିଏ କେଉଁ ଶିଶୁ ସାହିତ୍ୟ ଗୁଡ଼ିକ ଲେଖିଛନ୍ତି ସେଗୁଡ଼ା ମନେ ରଖିବ, ସେଗୁଡ଼ିକ ବି ତୁମର ଇମ୍ପୋର୍ଟାଣ୍ଟ ରହୁଛି ହେଲା। ତାପରେ ତୁମର ଦେଖନ୍ତୁ କ'ଣ ଅଛି ନା ଦେଶାତ୍ମବୋଧକ ଶିଶୁ କବିତା ଗୁଡ଼ିକ ଅଛି, ଯେମିତି ଦେଶ ଓ ଜାତିର ଗୌରବମୟ ଅତୀତକୁ ନେଇ ଗୌରବ ଅନୁଭବ କରିବା ସହିତ ନିଜ ଜୀବନକୁ ଦେଶ ଓ ଜାତି ପାଇଁ ସମର୍ପିତ କରିବାର ଲକ୍ଷ୍ୟ ଶିଶୁ ମଧ୍ୟରେ ହିଁ ସୃଷ୍ଟି କରିବାକୁ ନେଇ ଦେଶାତ୍ମକ ବୋଧକ ଶିଶୁ କବିତାର ସର୍ଜନ। ଏତଦ୍ ବ୍ୟତୀତ ଏହି ଦେଶର ମାଟିର ମହିମା କୀର୍ତ୍ତନ କରି ଭବିଷ୍ୟତ ନାଗରିକମାନଙ୍କୁ ଦେଶ ପ୍ରେମର ଉଦ୍ବୁଦ୍ଧ ହେବାକୁ ମଧ୍ୟ ଅନେକ କବିତାରେ ଆହ୍ୱାନ ଦିଆଯାଇଥିବାର ଦେଖିବାକୁ ମିଳିଥାଏ। ନୀଳକଣ୍ଠ ଦାସଙ୍କର ଜୟ ଭାଗବତରେ ଦେଶ ପ୍ରତି ଭଲ ପାଇବାରେ ସ୍ୱର ଅନୁସରଣିତ ହୋଇଥାଏ। ଏହି ଭାରତ ବର୍ଷରେ ଜନ୍ମ ନେଇଥିବା ବହୁବିଧ ପୁରୁଷମାନଙ୍କର ତ୍ୟାଗ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କର ମନରେ ସ୍ମରଣ ହୋଇଥାଏ। କବିଙ୍କ ଭାଷାରେ ସେମିତି ଲେଖା କ'ଣ ନା କାହିଁ ନଥିଲା ଭାରତ ବର୍ଷ ଜଗତେ କାହିଁ ଆଉ ଏପରି ଦେଶ ସକରେ ଜୀବ ବୁଦ୍ଧ ଏକାଡ଼େ ଗାନ୍ଧୀ ଧର୍ମେ ପୃଥିବୀ ସାରା ରଖିଲେ ବାନ୍ଧି। ତାହେଲେ କ'ଣ ତ ଦେଖନ୍ତୁ ପିଲାମାନେ ଏଠି କ'ଣ କହିଲା ନା କବି କୃଷ୍ଣ ମୋହନ ପଟ୍ଟନାୟକ ଜନ୍ମଭୂମିର ଗାଥା କବିତାର ଜନ୍ମଭୂମି ଓଡ଼ିଶାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ସହିତ ଜନ୍ମ ମାଟି ସ୍ୱର୍ଗଠାରୁ ମୋହନୀୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ହେଲା। ତ ଏଗୁଡ଼ା ଦେଖ ଗୀତ ଗୁଡ଼ିକ ମୁଁ ଆଉ ପଢ଼ୁନି। ଆଉ ତାପରେ ସ୍ମୃତିମୂଳକ ଶିଶୁ କବିତା ଗୁଡ଼ିକ ଅଛି। ଶିଶୁମାନଙ୍କ ମନ ମଧ୍ୟରେ ଈଶ୍ୱର ବିଶ୍ୱାସ ସୃଷ୍ଟି କରିବା ଗୋଟେ ସ୍ମୃତିମୂଳକ ଶିଶୁ କବିତାର ମୂଳ ଲକ୍ଷ୍ୟ। ଆଧ୍ୟାତ୍ମିକ ଜୀବନଧାରା ଯେ ମନୁଷ୍ୟକୁ କର୍ମମୟ ଜୀବନରେ ଶାନ୍ତି ଦେଇଥାଏ, ଏହାକୁ ଛୋଟ ଶିଶୁ ମଧ୍ୟରେ ପ୍ରଥମରୁ ପ୍ରବେଶ କରାଇବା ଲକ୍ଷ୍ୟରେ ଏହି ଗୀତ ଗୁଡ଼ିକ ରଚନା କରାଯାଇଛି। ତାର କ'ଣ ସ୍ମୃତିମୂଳକ ମାନେ ଗୋଟେ ଶିଶୁ କିଛି କଥା ଗୁଡ଼ିକ ସ୍ମୃତି ଭାବରେ ଯେଉଁ ମନେ ରଖିଥାଏ, ତ ସେଠି କ'ଣ ସ୍ମୃତିମୂଳକ ଶିଶୁ କବିତା। ସିମ୍ପୁଲ ଆରେ କ୍ୱେଶ୍ଚିନ୍ରେ ଆନ୍ସର ଅଛି ହେଲା। ଟିକେ ମାଇଣ୍ଡ ଯଦି ଗୋଟେ ପିଲା ଖଟେଇଲା ସେ ଏକ୍ଜାମ୍ରେ କ'ଣ 7ରୁ 7 କିମ୍ବା 15ରୁ 15 ମାର୍କ ଆଣିପାରିବ। ଟିକେ ମାଇଣ୍ଡ ଖଟେଇଲା ଆଉ 3 ମାର୍କ ଆସୁ ଯେକୌଣସି କ୍ୱେଶ୍ଚିନ୍ ପିଲା 100ରୁ 100 ଲେଖିପାରିବ ଆରାମସେ ହେଲା, ତାର ଦିମାଗ ବରଡ଼େ। ମଧୁସୂଦନ ରାଓଙ୍କର ଯେଉଁ ବର୍ଣ୍ଣବୋଧଟି ଅଛି ସେଠାରେ ମଧ୍ୟ ଅନେକ ଗୁଡ଼ିଏ ଗୀତ ଅଛି, ଯେମିତି ପ୍ରାର୍ଥନା ଗୋଟେ ଅଛି କି ସୁନ୍ଦର ଆହା କି ଆନନ୍ଦମୟ ହେଲା। ପ୍ରାର୍ଥନା ଗୋଟେ ମଧ୍ୟ ଗୋଟେ ଶିଶୁ ସାହିତ୍ୟ। ଏଗୁଡ଼ା ତୁମେ ସାନ ବେଳୁ ପଢ଼ି ଆସିଛ ହେଲା। ଏଗୁଡ଼ା କିଛି ତୁମର ମନେ ରଖିବା ପାଇଁ ଘୋଷିତେ ହବନି, ଏଗୁଡ଼ା ତୁମେ ଥରେ ପଢ଼ିବ ଦେନ୍ ତୁମେ ଏଗୁଡ଼ା ଲେଖିପାରିବ। ସେହିପରି ପ୍ରକୃତି ବର୍ଣ୍ଣନାମୂଳକ ଶିଶୁ କବିତା ମଧ୍ୟ, ଯାହା ଆକାଶ ସୂର୍ଯ୍ୟ ଚନ୍ଦ୍ର ଇନ୍ଦ୍ରଧନୁ ବିଭିନ୍ନ ଋତୁ ସମୁଦ୍ର ନଦୀ ବୃକ୍ଷ ଫୁଲ ଫଳ ପ୍ରଭାବ ଅପରାହ୍ନ ସନ୍ଧ୍ୟା ଆଦି ପ୍ରକୃତିର ଜୀବନ ମଧ୍ୟ ବର୍ଣ୍ଣନା ଦେଖିବାକୁ ମିଳିଥାଏ ହେଲା। ଦେନ୍ ଶିଶୁ ଗଳ୍ପ ଗୁଡ଼ିକ ଅଛି, ଯେମିତିକି ଗଳ୍ପ କବିତା ଶୁଣିବା ମଣିଷର ସହଜାତ ପ୍ରବୃତ୍ତି। ଏହି ଗଳ୍ପ ଶୁଣି ଶିଶୁଟି ଆନନ୍ଦ ଅନୁଭବ କରିବା ଏବଂ ତାର କ'ଣ ନୀତିନିଷ୍ଠ ଜୀବନ ବଞ୍ଚିବା ଏହି ଗଳ୍ପର ଲକ୍ଷ୍ୟ। ଜେଜେମାଙ୍କର ଠାରୁ ବୁଢ଼ୀ ଅସୁରଣୀ ଠାରୁ ଆରମ୍ଭ କରି ପଶୁପକ୍ଷୀ ପ୍ରଭୃତି ମାନବେତର ଚରିତ୍ର ଶିଶୁଟି ଶୁଣିଥାଏ। ଶିଶୁ ଗଳ୍ପକୁ ମୁଖ୍ୟତଃ ଭିନ୍ନ ଭିନ୍ନ ଭାବରେ କ'ଣ ତୁମର ବିଭାଗୀକରଣ କରାଯାଇପାରେ। ଯେପରି ତୁମର ପୌରାଣିକ ଶିଶୁ ଗଳ୍ପ, କିମ୍ବଦନ୍ତୀମୂଳକ ଶିଶୁ ଗଳ୍ପ, ସାମାଜିକ ଶିଶୁ ଗଳ୍ପ, ନୀତି ଶିକ୍ଷାମୂଳକ ଶିଶୁ ଗଳ୍ପ, ହାସ୍ୟରସାତ୍ମକ ଶିଶୁ ଗଳ୍ପ, ଦେଶାତ୍ମକ ବୋଧ ଶିଶୁ ଗଳ୍ପ, ମାନବେତର ବୋଧ ଶିଶୁ ଗଳ୍ପ, ବିଜ୍ଞାନ ଭିତ୍ତିକ ଶିଶୁ ଗଳ୍ପ ଏବଂ ପଶୁପକ୍ଷୀ ସମ୍ବନ୍ଧୀୟ ଗଳ୍ପ। ପୌରାଣିକ ଶିଶୁ ଗଳ୍ପ କୋଉଟା ନା ପୌରାଣିକ ବିଷୟବସ୍ତୁ ଚରିତ୍ରକୁ ନେଇ ପୌରାଣିକ ଶିଶୁ ଗଳ୍ପର
କଳେବର ସମୃଦ୍ଧ ମାନେ କଳେବର ମାନେ ସୃଷ୍ଟି ହୋଇଛି ହେଲା। ସତ୍ୟ ଅସତ୍ୟ ପାପ ପୁଣ୍ୟ ଅନ୍ୟାୟ ଅନ୍ୟାୟ ଆଦିକୁ ଶିଶୁଟି ଏହି ଗର୍ଭ ମାଧ୍ୟମରେ ବୁଝିଥାଏ। ମାନେ କୋଉଟା କୋଉଟା ନ୍ୟାୟ କୋଉଟା ଅନ୍ୟାନ୍ୟ, ମାନେ କଣ କଲେ ପାପ ହବ କଣ କଲେ ପୁଣ୍ୟ ହବ, ସତ୍ୟ ଅସତ୍ୟ ଇତ୍ୟାଦି ସବୁ ଏଇ ଯୋଉ ଅ ପୌରାଣିକ ସାହିତ୍ୟରେ ଶିଖାଇଯାଏ। ପଣ୍ଡିତ ଜଗନ୍ନାଥ କାବ୍ୟାତୀତ ବିଦ୍ୟାଭୂଷଣଙ୍କର ତୁମର କଣ ଚରିତ୍ର, ଶ୍ରଦ୍ଧାବୀର ଚରିତ୍ର, ସତ୍ୟବୀର ସତ୍ୟବୀର ଗଳ୍ପ, ସଂକଳନ ଅନ୍ତର୍ଭୁକ୍ତ ଭୀଷ୍ମ, ରଘୁନାଥ ପାଣିଗ୍ରାହୀଙ୍କର ପଞ୍ଚସତୀ, ଜଗନ୍ନାଥ ମହାପାତ୍ରଙ୍କର ଦଧିଚି, ଗୋଦାବରୀ ମହାପାତ୍ରଙ୍କର ଶୁକ୍ରାଚାର୍ଯ୍ୟ, ପଣ୍ଡିତ ନୀଳକଣ୍ଠ ଦାସଙ୍କର ପିଲାଙ୍କ ରାମାୟଣ ପ୍ରଭୃତି ଗଳ୍ପ ବିଭିନ୍ନ ପତ୍ର ପତ୍ରିକାରେ ମଧ୍ୟ ପ୍ରକାଶିତ ପ୍ରକାଶ ପାଇଛି। ଐତିହାସିକ ଶିଶୁ ଗଳ୍ପ ତୁମର ଐତିହାସିକ ଶିଶୁ ଗଳ୍ପରେ ଗାଳ୍ପିକ କେବଳ ତୁମର ଇତିହାସର ବିଷୟବସ୍ତୁ ଗ୍ରହଣ କରିନାହାନ୍ତି, ବରଂ ସେ ବିଷୟବସ୍ତୁଟି କିପରି ଶିଶୁ ଉପଭୋଗ୍ୟ ହେବ, ଗୋଟେ ଶିଶୁଟି ଗ୍ରହଣ କରିପାରିବ, ସେ ବୁଝିପାରିବ, ତେଣୁ ତାକୁ ରୁଚି ହବ, ସେଥିପାଇଁ ଗଳ୍ପ ଉପାଦାନକୁ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟତଃ ଯେଉଁ ଚରିତ୍ରକୁ ମୁଖ୍ୟ ରୂପେ ଗ୍ରହଣ କରିଥାନ୍ତି ସେହି ଚରିତ୍ରର ପିଲାଦିନେ ତାର ଜୀବନୀକୁ ଉଲ୍ଲେଖ କରିଥାନ୍ତି। ଐତିହାସିକ ଶିଶୁ ଗଳ୍ପ ଶିଶୁମାନଙ୍କ ମଧ୍ୟରେ ଜାତୀୟତା ବୋଧ ସୃଷ୍ଟି କରିବାରେ ମଧ୍ୟ ପ୍ରେରଣା ଦେଇଥାଏ। ପ୍ରଭାତ ପତ୍ରିକାରେ ରାଜା ଦସ୍ୟୁ, ଐତିହାସିକ ଗଳ୍ପରେ ମାମୁଦଙ୍କର 12 ଥର ଭାରତ ଆକ୍ରମଣ ବିଷୟ ବର୍ଣ୍ଣିତ। ଜହ୍ନ ପତ୍ରିକାରେ ଅଶୋକ, ନର୍ତ୍ତକ ଗଳ୍ପରେ ଅଶୋକଙ୍କର ପିଲାଦିନ ଘଟଣା ମଧ୍ୟ ବର୍ଣ୍ଣିତ ହୋଇଥାଏ। ତମର ଶିଶୁ କିମ୍ବଦନ୍ତୀ ମୂଳକ ଶିଶୁ ଗଳ୍ପ ଗୁଡିକ କଣ ନା ଦେଖନ୍ତୁ, କିମ୍ବଦନ୍ତୀ ଗୁଡ଼ିକରେ ଐତିହାସିକ ସତ୍ୟତା ନଥାଏ, ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଏହାର ସତ୍ୟତାକୁ ନେଇ ଦାବି ଅଧିକ ରହିଥାଏ। ପୃଥିବୀର ପ୍ରତ୍ୟେକ ଦେଶ ଜାତି ତଥା ସମାଜରେ ଏଭଳି କିମ୍ବଦନ୍ତୀ ଭରପୁର ହୋଇ ରହିଥାଏ। ତମର ଏହି କିମ୍ବଦନ୍ତୀକୁ ନେଇ ଯେଉଁ ଗଳ୍ପ ଗୁଡିକ ରଚିତ ହୋଇଥାଏ ତାହାକୁ କିମ୍ବଦନ୍ତୀ ମୂଳକ ଶିଶୁ ଗଳ୍ପ ବୋଲି କୁହାଯାଇଥାଏ। ତମର ଦେବାଶିଷ ମିଶ୍ରଙ୍କର ମାମୁ ଭଣଜା ପାହାଡ଼ ଗଳ୍ପଟି ଶିଶୁମାନଙ୍କର ଅତି ଆପଣାର ଗଳ୍ପ ରୂପେ ପରିଚିତ ଲାଭ କରିଥିଲା। ତମର ସାମାଜିକ ଶିଶୁ ଗଳ୍ପ ଅଛି, ଲିଟରେଚର ଇଜ ଦ ମିରର ଅଫ ସୋସାଇଟି ହେଲା। ତାମାନେ କଣ ନା ସାହିତ୍ୟ ହଉଛି ସମାଜର ଗୋଟିଏ ଦର୍ପଣ। ଶିଶୁଟି ସମାଜର ଏକ ଅଙ୍ଗ ହେତୁ ସମାଜ ସମ୍ପର୍କରେ ବିଭିନ୍ନ ଘଟଣା ଓ ସମସ୍ୟା ଜାଣିବା ଜରୁରୀ ହୋଇଥାଏ। ତ ଏହାକୁ ଆଖି ଆଗରେ ରଖି ଶିଶୁ ସାହିତ୍ୟିକ ମାନେ ସାମାଜିକ ଶିଶୁ ଗଳ୍ପ ରଚନା କରିଥାନ୍ତି। ଏହି ଧାରଣା ହଉଛି ଶିଶୁ ଗଳ୍ପ। ତମର ଦେଖିବା ହେଲା ଉଦୟନାଥ ଷଡଙ୍ଗୀଙ୍କର ଶିଶୁ ମେଳା, ବନମାରୀ ବ୍ରହ୍ମଚାରୀଙ୍କର ତୁ ଆଦି ମତେ ମହାଶିକ୍ଷା ଦେଲୁ, ରାମକୃଷ୍ଣ ନନ୍ଦଙ୍କର ଆମର ଗତି କୁଆଡେ ଏବଂ ବାମନଚରଣ ମିଶ୍ରଙ୍କର ପାଗଳ, ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କର ଦୋକାନୀ ପ୍ରଭୃତି ସାମାଜିକ ଶିଶୁ ଗଳ୍ପ ଏହି ପର୍ଯ୍ୟାୟରେ ଦେଖିବାକୁ ମିଳିଥାଏ। ତମର ନୀତି ଶିକ୍ଷା ମୂଳକ ଗଳ୍ପ ଗୁଡିକ ଜାଣିବା, ଯେମିତି ଶିଶୁମାନଙ୍କ ପାଇଁ ନୀତି ଶିକ୍ଷା ମୂଳକ ଗଳ୍ପ ଗୁଡିକର ଅଧିକ ଆବଶ୍ୟକ ରହିଥାଏ। ମୁଖ୍ୟତଃ ଶିଶୁଟି ସଂସାରର ବିଭିନ୍ନ ସମସ୍ୟାକୁ ଆଖି ଆଗରେ ଦେଖିଥାଏ, ତ ଏହି ସମସ୍ୟା ବହୁଳ ସମାଜରେ ନିଜର ସ୍ଥିତିକୁ ସେ ପରଖିଥାଏ। ତେଣୁ ସେ କଣ କରିଥାଏ ନା ନୀତି ଶିକ୍ଷା ମୂଳକ ଗଳ୍ପ ଗୁଡିକ ପଠନ କିମ୍ବା ଶ୍ରବଣ ଦ୍ୱାରା ଶିଶୁଟି ଭଲ ମନ୍ଦ, ପାପ ପୁଣ୍ୟ, ସତ୍ୟ ଅସତ୍ୟକୁ ଠିକ ରୂପରେ ଜାଣିପାରିଥାଏ। ବିଶ୍ୱରଞ୍ଜନ ହରିଚନ୍ଦନଙ୍କର ଅତି ଗର୍ବରୁ ହାତୀ ମଲା, ସେଟା ହଉଛି ଗୋଟେ ନୀତି ଶିକ୍ଷା ମୂଳକ ଗଳ୍ପ ହେଲା। ତୁମର ଆସିଲା ହାସ୍ୟରସାତ୍ମକ ଶିଶୁ ଗଳ୍ପ। ସାଧାରଣତଃ ଶିଶୁମାନେ ମଜା କଥା ଶୁଣିବାକୁ ଅଧିକ ପସନ୍ଦ କରନ୍ତି। ଯୋଉ ଗୁଡ଼ିକ ତାଙ୍କୁ ମଜା ଲାଗେ ହେଲା, ଆଉ ଯୋଉ ଗୁଡ଼ିକ ବୋରିଂ ଲାଗେ ସେମାନଙ୍କର ଶୁଣିବେ ନା, ତେଣୁ ମଜା କଥା ଶୁଣି ହସି ହସି ସେ ବେଦମ ହୋଇ ପଡନ୍ତି। ତ ଏହି ଗଳ୍ପ ଗୁଡ଼ିକ ଶିଶୁମାନଙ୍କୁ ଆନନ୍ଦ ଦେବା ସହିତ କିଛି ପରିମାଣରେ ଭଲ ମନ୍ଦର ବିଚାରଧାରାକୁ ମଧ୍ୟ ଶୋଷିତ କରିଥାଏ। ଦୟାନିଧି ଶତପଥୀଙ୍କର କେତୋଟି ଖୁସି କଥା, ଗୋଦାବରୀ ମହାପାତ୍ରଙ୍କ ଦ୍ୱାରା ରଚିତ ଯୋଉ କଣ ଚଟଣୀ ପ୍ରଭୃତି ହାସ୍ୟରସାତ୍ମକ ଶିଶୁ ଗଳ୍ପ। ଦେଶାତ୍ମକ ପଦ ଶିଶୁ ଗଳ୍ପ ଯେମିତି ଅଛି, ନିଜ ଦେଶ ଓ ଜାତିର ପାଣି ପବନକୁ ଭଲ ପାଇବା ହିଁ ହେଉଛି ଜାତୀୟତା ଭାବ। ଏହି ଦୃଷ୍ଟିରୁ ବିଚାର କଲେ ଯେଉଁ ଶିଶୁ ଗଳ୍ପ ଗୁଡ଼ିକୁ ଶିଶୁମାନଙ୍କର ମନ ମଧ୍ୟରେ ଜାତୀୟତା ଭାବ ଉଦ୍ରେକ କରିବାରେ ସହାୟକ ହୋଇଥାଏ ତାହାକୁ ହିଁ ଦେଶାତ୍ମକ ବୋଧକ ଶିଶୁ ଗଳ୍ପ ବୋଲି କୁହାଯାଏ। ଯେମିତି ତମର ଉଦୟନାଥ ଷଡଙ୍ଗୀଙ୍କର ପିଲାଙ୍କର ଜୀବନୀ ମେଳା ଗୋଟେ ଦେଶାତ୍ମକ ବୋଧକ ଶିଶୁ ଗଳ୍ପ। ସେହିପରି ଅନେକ ଗୁଡ଼ିଏ ଅଛି ଦେଶାତ୍ମକ ବୋଧକ ଶିଶୁ ଗଳ୍ପ, ସେଗୁଡ଼ା ଆମେ ଜାଣିବା ହଁ କି ନାଇଁ ପିଲାମାନେ? ତ ଜାଣନ୍ତୁ ନା ତୁମର ପରୀ କାହାଣୀ ଭିତ୍ତିକ ଶିଶୁ ଗଳ୍ପ, ଏଟା କଣ ହେଲା? ପରୀ କାହାଣୀ ଭିତ୍ତିକ ଏଟା କଣ ଯୋଉଟା ଫାଏରୀ ଟେଲ୍ ବୋଲି କୁହାଯାଏ। ପରୀ ମାନେ ଆସନ୍ତି ହେଲା,
ପରୀ କାହାଣୀକୁ ରୂପକଥା ମଧ୍ୟ କୁହାଯାଏ। ଏହାକୁ ଇଂରାଜୀରେ ଫେୟାରିଟେଲ୍ କୁହାଯାଏ ଏବଂ ଏହି ପ୍ରକାରର ଗଳ୍ପ ଗୁଡ଼ିକ ଅବାସ୍ତବ ହେଲେ ହେଁ ରୋମାଞ୍ଚକର, ବହୁତ ଦେଖିବା ପାଇଁ ମଜା ଲାଗେ। ଶିଶୁମାନଙ୍କର ଏହି ଗଳ୍ପ ପ୍ରତି ଆଗ୍ରହ ଥିବାର ଦେଖିବାକୁ ମିଳିଥାଏ। ତ ଏହି ପ୍ରକାରର କାହାଣୀରେ ମୁଖ୍ୟ ଚରିତ୍ର ମଧ୍ୟ ଥାଆନ୍ତି। ଜଣେ ତୁମର ଅପରୂପୀ ପରୀ ତାଙ୍କର ପକ୍ଷୀ ଭଳି ଡେଣା ଦେବୀ ଭଳି ମୁକୁଟ ଥାଏ। ଯେଉଁଭଳି ବୁଦ୍ଧିମତୀ ସେଇଭଳି ଅଲୌକିକ ଶକ୍ତିର ଅଧିକାରିଣୀ। ଏ ଯେଉଁ ମେଜିକାଲ ଥାନ୍ତି ପରୀମାନେ, ଫାଏରୀ ଟେଲ୍ ମାଧ୍ୟମରେ ସେଗୁଡ଼ା ସବୁ ସମ୍ଭବ ହେଇପାରିଥାଏ ହେଲା। ୟୁଟ୍ୟୁବରେ ବି ଅନେକ ଗୁଡ଼ିଏ ଆସେ ହେଲା, ତୁମେ ସର୍ଚ୍ଚ କରି ଦେଖିପାରିବ ଫାଏରୀ ଟେଲ୍ ଗୁଡ଼ିକ। ତ ମଜା ଲାଗେ ହେଲା। ଅସହାୟ ଦୁଃଖୀ ଲୋକଙ୍କୁ ପରୀମାନେ ସାହାଯ୍ୟ କରନ୍ତି ଓ ଦୁଷ୍ଟ ବୁଦ୍ଧି ଓ ଖଳ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି, ଘୃଣା ବି କରନ୍ତି ଓ ସେମାନେ ସ୍ୱର୍ଗରେ ବସିଥାନ୍ତି। ମର୍ତ୍ତକୁ ଆସି ଛୋଟ ଛୋଟ ପିଲାମାନଙ୍କ ସାଙ୍ଗରେ ଖେଳନ୍ତି, ବୁଲନ୍ତି, ଦରକାର ବେଳେ ଉପଦେଶ ମଧ୍ୟ ଦିଅନ୍ତି, କିନ୍ତୁ ପ୍ରତିଦାନରେ କିଛି ନିଅନ୍ତି ନାହିଁ। ତମର ଉଦୟନାଥ ଷଡ଼ଙ୍ଗୀଙ୍କର ସପନ ରାଜ୍ୟ ସିରିଜ ଏବଂ ପରୀ ରାଜ୍ୟ ସିରିଜ ଏହି ପ୍ରକାରର ଶିଶୁ ଗଳ୍ପ, ସେହିପରି ଭାବରେ ବିଜ୍ଞାନ ଭିତ୍ତିକ ଶିଶୁ ଗଳ୍ପ, ପଶୁପକ୍ଷୀ ସମ୍ବନ୍ଧୀୟ ଶିଶୁ ଗଳ୍ପ ଓଡ଼ିଆ ଶିଶୁ ଗଳ୍ପକୁ ସମୃଦ୍ଧ କରି ଆସିଛି। ଶିଶୁ ନାଟକ ଏବଂ ଏକାଙ୍କିକା ବିଷୟରେ ଜାଣିବା ନା। ଦେଖନ୍ତୁ, ଶିଶୁ ସାହିତ୍ୟର ବିଭିନ୍ନ ବିଭାଗ ଅପେକ୍ଷା ନାଟକ ଓ ଏକାଙ୍କିକା ବିଭାଗଟି ଶିଶୁମାନଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଏହାଦ୍ୱାରା ସେ ତାର ଭାବାବେଗକୁ ବ୍ୟବହାର କରି ଶିଖେ ଓ ସୁଖ ଦୁଃଖ ଯନ୍ତ୍ରର ଆନନ୍ଦକୁ ନିଜ ଦେହରେ ଖେଳାଇ ଅନୁଭବ କରିବା। ତ ଏହି ଅଭ୍ୟାସ ତାର ଭବିଷ୍ୟତକୁ ସୁଦୃଢ଼ କରି ଗଢ଼ି ତଳେ ହେଲା। ତୋର ନାଟ୍ୟ କଳାକୁ ନାଟ୍ୟକାର ଶିଶୁ ନାଟକରେ ସଚେତନ ଭାବରେ ଗ୍ରହଣ କରିଥାନ୍ତି। ବିଷୟବସ୍ତୁରେ ଜଟିଳତାକୁ ସମ୍ପୂର୍ଣ୍ଣ ରୂପରେ ପରିହାର କରାଯାଇଥାଏ। ହାସ୍ୟରସ ଗୁରୁତ୍ୱ ଦିଆଯାଇଥାଏ, କାରଣ ଏଠି କଣ ହେଇଥାଏ ନା ଶିଶୁଟି ହସ ଖୁସିକୁ ଅଧିକ ଗ୍ରହଣ କରିଥାଏ। ତେଣୁ ନାଟକର ହାସ୍ୟରସ ମାଧ୍ୟମରେ ନୀତି ଶିକ୍ଷା ପ୍ରଦାନ କରିବା ପାଇଁ ଚେଷ୍ଟା କରିଥାନ୍ତି ହେଲା। ଦେନ୍ ମୁଖ୍ୟତଃ ନାଟକଟିକୁ ଶିଶୁ ରଙ୍ଗମଞ୍ଚରେ ଦେଖି ଅନେକ କଥାକୁ ଅନୁସରଣ କରିବା ସହିତ ନିଜ ଜୀବନରେ ତାହାକୁ ପ୍ରୟୋଗ କରିଥାଏ ଏବଂ ଶିଶୁ ନାଟକ ଓ ଏକାଙ୍କିକାର ପ୍ରସାର ଦିଗରେ ଆକାଶବାଣୀର ଅବଦାନ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଶିଶୁ ନାଟକ ଓ ଏକାଙ୍କିକାର ବିଷୟବସ୍ତୁ ଆଧାରରେ ଏହା ଭିନ୍ନ ଭିନ୍ନ ଭାଗରେ ବିଭକ୍ତ ଅଛି। ଯେମିତିକି ତୁମ ଲୋକଗଳ୍ପ ଆଧାରିତ ଶିଶୁ ନାଟକ, ପୁରାଣ ଭିତ୍ତିକ ଶିଶୁ ନାଟକ, ଐତିହାସିକ ଶିଶୁ ନାଟକ ଏବଂ କିମ୍ବଦନ୍ତୀ ମୂଳକ ଶିଶୁ ନାଟକ। ତା ସହିତ ତୁମର ସାମାଜିକ ମୂଲ୍ୟବୋଧ ଭିତ୍ତିକ ଶିଶୁ ନାଟକ, ପଶୁପକ୍ଷୀ ଚରିତ୍ର ମୂଳକ ଶିଶୁ ନାଟକ, ବିଜ୍ଞାନ ଭିତ୍ତିକ ଶିଶୁ ନାଟକ। ତାପରେ ପିଲାମାନେ ତୁମର ଲୋକଗଳ୍ପ ଆଧାରିତ ଶିଶୁ ନାଟକ ବିଷୟରେ ଜାଣିବା। ବୈକୁଣ୍ଠନାଥ ମହାନ୍ତିଙ୍କର ଅଜବ ଦେଶ, ସୀମାନ୍ତ ମହାନ୍ତିଙ୍କର ବୁଢ଼ୀ ଅସୁରୁଣୀ, ଦେନ୍ ତୁମର ମୁଢି। ତ ଏହି ପର୍ଯ୍ୟାୟରେ ଶିଶୁ ନାଟକ, ଏହି ନାଟକ ଗୁଡ଼ିକରେ ବାସ୍ତବତା ଅପେକ୍ଷା କଳ୍ପନାର ଗୁରୁତ୍ୱ ଦେଖିବାକୁ ମିଳିଥାଏ ଲୋକଗଳ୍ପରେ ହେଲା। ଏବଂ ମୁଖ୍ୟତଃ ଯେଉଁ ଲୋକଗଳ୍ପ ଗୁଡ଼ିକ ଅଧିକ ପରିଚିତ ତାହାକୁ ନାଟକର ବିଷୟବସ୍ତୁ ରୂପରେ ମଧ୍ୟ ଗ୍ରହଣ କରିଥାଏ। ଦେନ୍ ତମର ପୁରାଣ ଭିତ୍ତିକ ଶିଶୁ ନାଟକ ବିଷୟରେ ଅଛି ନା, ପୁରାଣ କାହାଣୀ କିମ୍ବା ଚରିତ୍ରକୁ ନେଇ ଏହି ପର୍ଯ୍ୟାୟରେ ନାଟକ ଗୁଡ଼ିକ ଗତିଶୀଳ ହୋଇଥାଏ। ମୁଖ୍ୟତଃ ତମର ନୀତି ଶିକ୍ଷା ଦେବାରେ ପୁରାଣ ଭିତ୍ତିକ ଶିଶୁ ନାଟକ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନାଟ୍ୟକାର ଭୁବନେଶ୍ୱର ମହାପାତ୍ରଙ୍କର ବୀର ଅଭିମନ୍ୟୁ, ରଘୁନାଥ ଦୃଷ୍ଟିଙ୍କର ଧ୍ରୁବ, ଅକ୍ଷୟ କୁମାର ଘୋଷଙ୍କର ତମର ବେରାଡ଼ ସେନ ଧ୍ରୁବ ପ୍ରଭୃତି ଏହି ପର୍ଯ୍ୟାୟର ନାଟକ ଗୁଡ଼ିକ। ଐତିହାସିକ ଶିଶୁ ନାଟକ, ସେଗୁଡ଼ା କଣ ନା ଐତିହାସିକ ଶିଶୁ ନାଟକ ଗୁଡ଼ିକ ଇତିହାସ, ବିଷୟବସ୍ତୁ ଏବଂ ଚରିତ୍ର ଭିତ୍ତିକ ହୋଇଥାଏ। ଏହି ନାଟକ ଗୁଡ଼ିକ ମୁଖ୍ୟତଃ ଅତୀତ ରାଜାମାନଙ୍କର ସହିତ ପରାଜିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ତ୍ୟାଗପୂର୍ଣ୍ଣ ଜୀବନଧାରାକୁ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ। ଚିନ୍ତାମଣି ଜେନାଙ୍କର ତୁମର ସହିତ ବୀର ବାଜି ରାଉତ, ଅଶ୍ୱିନୀ କୁମାର ରାଉତଙ୍କର ଗଜପତି ପୁରୁଷୋତ୍ତମ ଇତ୍ୟାଦି। ଦେନ୍ ତୁମର କିମ୍ବଦନ୍ତୀ ମୂଳକ ନାଟକ ଗୁଡ଼ିକ, ଶିଶୁ ନାଟକ ଗୁଡ଼ିକ ଅଛି, ସେଗୁଡ଼ା ଜାଣିବା। କିମ୍ବଦନ୍ତୀର ଆକ୍ଷରିକ ଅର୍ଥ ହେଉଛି କଣ ନା ଗୋଟେ ଲୋଚନ, ଯାହାକି ଆସୁଅଛି ହେଲା, ମାନେ ଯାହାକି ଗୋଟେ କିମ୍ବଦନ୍ତୀ ରହିଅଛି। ଯେମିତିକି 12 ବର୍ଷର 12 କୋଟି କୋଣାର୍କ ମନ୍ଦିର ତୋଳିଥିଲେ, ସେଗୁଡ଼ା କିମ୍ବଦନ୍ତୀ ରହିଅଛି, ସେଗୁଡ଼ା ହିଁ କିମ୍ବଦନ୍ତୀ ହେଲା। ତ ଅର୍ଥାତ୍ ଐତିହାସିକ ସତ୍ୟତା ଅପେକ୍ଷା ଲୋକୋକ୍ତିର ଗୁରୁତ୍ୱ ଅଧିକ ଥାଏ। କିମ୍ବଦନ୍ତୀ ଗୁଡ଼ିକ ପ୍ରାୟତଃ ସ୍ଥାନୀୟ ଭିତ୍ତିକ ଏବଂ ତୁମର ନାଟବାର ରାମଚନ୍ଦ୍ର ରଥଙ୍କର ସୂର୍ଯ୍ୟ ମନ୍ଦିର ଓ ମୃତ୍ୟୁ ବିଜୟୀ ବାଳକ ନାଟକ ଦ୍ୱୟ ସାର୍ଥକ କିମ୍ବଦନ୍ତୀ ମୂଳକ ହୋଇଥାଏ।
ସାମାଜିକ ମୂଲ୍ୟବୋଧ ଭିତ୍ତିକ ଶିଶୁ ନାଟକ ଗୁଡ଼ିକ ଜାଣିବା ତାର ସମାଜରେ କ'ଣ ମୂଲ୍ୟ ରହିଛି ହେଲା ସମାଜର ବିଭିନ୍ନ ସମସ୍ୟା ଯେଉଁ ହେଉଛି ଘରୋଇ ସମସ୍ୟା ହଉ ଯେଉଁ ସେ ପରିବେଶରେ ପିଲାମାନେ ଯେଉଁ ଦେଖୁଛନ୍ତି ତ ସେଗୁଡ଼ା ସବୁ ଏବଂ ତାର ପ୍ରତିକାରକୁ ନେଇ ସାମାଜିକ ମୂଲ୍ୟବୋଧ ଭିତ୍ତିକ ଶିଶୁ ନାଟକରେ ସୃଷ୍ଟି ହୋଇଛି। ଏହି ନାଟକ ଦ୍ୱାରା ଶିଶୁଟି ସମାଜର ବିଭିନ୍ନ ସମସ୍ୟା ସହିତ ସେ ପରିଚିତ ହୋଇଥାଏ ମାନେ ସମାଜରେ କିପରି ଭାବରେ ସମସ୍ୟା ଦେଖାଯାଉଛି ଲୋକମାନେ କ'ଣ କଲେ ଅସୁବିଧା ପଡୁଛନ୍ତି ହେଲା ଲୋକମାନେ ମାନେ କ'ଣ କରିକି ଖୁସି ହଉଛନ୍ତି ସେ ସବୁ ଗୁଡ଼ିକ ସେ ମାନେ ଗୋଟେ ଶିଶୁଟି ଚିହ୍ନି ଥାଏ ପରିଚିତ ହୋଇଥାଏ। ଏତଦ୍ ବ୍ୟତୀତ ଭଲ ମନ୍ଦ ସତ୍ୟ ଅସତ୍ୟ ପାପ ପୁଣ୍ୟ ବୋଧକୁ ସେ ବିଚାର କରିଥାଏ ମାନେ କୋଉଟା କଲେ ପାପ କୋଉଟା କଲେ ଭଲ କୋଉଟା ସତ୍ୟ କୋଉଟା ମିଥ୍ୟା ସେଗୁଡ଼ା ସେ ଶିଖିଥାଏ କାହା ପାଖରୁ ସମାଜ ପାଖରୁ ବିଶେଷ କରି ସମାଜରେ ସୃଷ୍ଟି ହେଉଥିବା ଛୁଆଁ ଅଛୁଆଁ ଭେଦଭାବ ଧ୍ୱନି ନିଧନର ବୈଷମ୍ୟକୁ ସେ ଦୂର କରିବାର ଉତ୍ସାହ ତା ଭିତରେ ଜାଗ୍ରତ ହୋଇଥାଏ। ଦେନ୍ ତୁମର ପ୍ରସନ୍ନ କୁମାର ରଥଙ୍କର ସଙ୍ଗ ହେବୁନି ଜମା ଏବଂ ବନ୍ୟା ଓ ଯୁଗାନ୍ତର ଡକ୍ଟର ଗୋପାଳ ଚନ୍ଦ୍ର ମିଶ୍ରଙ୍କର ସଂଶୋଧନ ରବୀନ୍ଦ୍ର ସାହୁଙ୍କର ପରିବର୍ତ୍ତନ ଇତ୍ୟାଦି ହୋଇଥାଏ। ଦେନ୍ ତୁମର ପଶୁପକ୍ଷୀ ଚରିତ୍ରମୂଳକ ଶିଶୁ ନାଟକ ଗୁଡ଼ିକ କ'ଣ କ'ଣ ନା ଏହି ପର୍ଯ୍ୟାୟରେ ନାଟକ ଗୁଡ଼ିକ ଶିଶୁମାନଙ୍କର ଅଧିକ ଆଦରଣୀୟ ଏବଂ ପଶୁପକ୍ଷୀଙ୍କର ମୁଖର ମଣିଷ ଭଳି ସଂଳାପ ଶ୍ରବଣ କରି ଶିଶୁମାନେ ଆନନ୍ଦ ଲାଭ କରିଥାନ୍ତି। ଶକ୍ତି ଅପେକ୍ଷା ବୁଦ୍ଧିର ବର ଯେ ଅଧିକ ଏହି ନାଟକ ଗୁଡ଼ିକରେ ଦେଖିବାକୁ ମିଳିଥାଏ। କୃଷ୍ଣଚରଣ ପଟ୍ଟନାୟକଙ୍କର ଗଧ ଭାଇନା ବଣଭୋଜି ଇତ୍ୟାଦି ଯେଉଁ ନାଟକ ତୁମର ଶିଶୁ ନାଟକ ଗୁଡ଼ିକ ଅଛି ସେଗୁଡ଼ା ଏଠାରେ ଦେଖାଯାଇଛି। ବିଜ୍ଞାନ ଭିତ୍ତିକ ଶିଶୁ ନାଟକ ଆଜିର ବିଜ୍ଞାନ ଯୁଗରେ ବିଜ୍ଞାନର ନୂଆ ନୂଆ ଉଦ୍ଭାବନ ଓ ଆବିଷ୍କାର ସମ୍ପର୍କରେ ଶିଶୁମାନଙ୍କୁ ଜଣାଇବା ନିହାତି ଆବଶ୍ୟକ ରହିଅଛି। ତେଣୁ ଏହି ପର୍ଯ୍ୟାୟରେ ନାଟକ ଗୁଡ଼ିକରେ ନାଟ୍ୟକାର ମାନେ ବିଜ୍ଞାନର କରାମତି ଏବଂ ଯନ୍ତ୍ରର କାହାଣୀ ମହାଯାତ୍ରା ସମ୍ପର୍କରେ ସରଳ ସାବଲୀଳ ଭାଷାରେ ଶିଶୁମାନଙ୍କୁ ଜଣାଇବାକୁ ପ୍ରଚେଷ୍ଟା କରିଥାନ୍ତି। ଡକ୍ଟର ପ୍ରସନ୍ନ କୁମାରଙ୍କର ନ୍ୟୁଟନଙ୍କର ପ୍ରଶ୍ନ ଡକ୍ଟର ସୂର୍ଯ୍ୟମଣି ବେହେରାଙ୍କର ଇନ୍ଦ୍ରଧନୁ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କର ଯମପୁରର ଦିନେ ଇତ୍ୟାଦି ଯେଉଁ ରହିଛି କବିତା ଗୁଡ଼ିକ ତା କ'ଣ ସେଗୁଡ଼ା ଗୋଟେ ଶିଶୁ ନାଟକ ଗୁଡ଼ିକ ଏବଂ ଶିଶୁ ଉପନ୍ୟାସ ଗୁଡ଼ିକ ବିଷୟରେ ଜାଣିବା। ଦେଖନ୍ତୁ ତୁମର ସ୍ୱାଧୀନତା ପରବର୍ତ୍ତୀ କାଳରେ ଶିଶୁ ଉପନ୍ୟାସ ବା ତର ବିକାଶ ଦ୍ୱାରା ପରିପୁଷ୍ଟ ହୁଏ। ଯଦିଓ ପ୍ରାକ୍ ସ୍ୱାଧୀନତା ସମୟରେ କିଛି ଉପନ୍ୟାସ ପତ୍ରିକାରେ ପ୍ରକାଶ ଲାଭ କରିଥିବା ତାହା ପୂର୍ଣ୍ଣ ରୂପରେ ପ୍ରକାଶିତ ହୋଇନଥିଲା ଯଥା ତୁମର ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ପ୍ରଭାତରେ କ'ଣ କିଏ ନା ତୁମର ସୁଧୀ କୁମାର ଓ ମାତା ଶୀର୍ଷକ ଏକ ଶିଶୁ ଉପନ୍ୟାସ ପ୍ରକାଶିତ ହୋଇଥିଲା କିନ୍ତୁ ପତ୍ରିକା ଅନିୟମିତ ହୋଇଯିବା ଫଳରେ ଏହି ଉପନ୍ୟାସ ପୂର୍ଣ୍ଣାଙ୍ଗ ରୂପ ନେଇ ପାରିନଥିଲା। ଶିଶୁ ଉପନ୍ୟାସ ଦୀର୍ଘ ରଚନା ହେତୁ ପିଲାମାନଙ୍କର ପକ୍ଷରେ ପାଠ କରିବା ପାଇଁ ହୁଏତ କ'ଣ ଅସୁବିଧା ସୃଷ୍ଟି କରିପାରେ ତେଣୁ ଏହାକୁ କେତୋଟି କ୍ଷୁଦ୍ର ଅଧ୍ୟାୟରେ ବିଭକ୍ତ କରାଯାଇଛି ଯେମିତି ତୁମର କ'ଣ ପରୀ କାହାଣୀ ଧର୍ମୀ ଆଉ ଗୋଟେ କ'ଣ ବା ଶିଶୁ ଉପନ୍ୟାସ ଗୋଟେ କ'ଣ ଗୋଟେ ପରୀ କାହାଣୀ ଧର୍ମୀ ସେଟା ଗୋଟେ ହେଉଛି ଗୋଟେ ଶିଶୁ ଉପନ୍ୟାସ। ଶିଶୁ ମନର କୌତୁହଳକୁ ଗୁରୁତ୍ୱ ଦେଇ ଏହି ଶିଶୁ ଉପନ୍ୟାସର ସୃଷ୍ଟି ହୋଇଥାଏ। ଶିଶୁ ମନର କୌତୁହଳକୁ ଏହି କ'ଣ ମାନେ ପରୀ କାହାଣୀ ଧର୍ମୀରେ ସ୍ଥାନ ପାଇଥାଏ। ଶିଶୁର ଚିନ୍ତା ଓ କଳ୍ପନା ଶକ୍ତି କର୍ମମଧିଷ୍ଣୁ ଅବସ୍ଥାରେ ଥିବାରୁ ଏହି ଧରଣର କଳ୍ପନା ପ୍ରସ୍ତୁତ ପରୀ କାହାଣୀ ତାର ସେଇ ତୃଷ୍ଣାକୁ ମେଣ୍ଟାଇବାରେ ମଧ୍ୟ ସମ୍ଭବ ହୋଇଥାଏ। ମନୋଜ ଦାସଙ୍କର ଜନକ ଉପତ୍ୟକାର କାହାଣୀ ଆଧ୍ୟାତ୍ମିକ ଆଶା ମିଶ୍ରଙ୍କର କାଉଁଳି ଫୁଲର ତୁମର ବାଉଁଳି ଫୁଲର କୁହୁକ ଏବଂ ବାଣୀଦେବୀଙ୍କର ଭୂତଗଠି ଦେନ୍ ତ ସଂଯୁକ୍ତ ବେହେରାଙ୍କର ସୁନା ଠେକୁଆ ପ୍ରଭୃତି ତୁମର ପଶୁପକ୍ଷୀ ଚରିତ୍ରମୂଳକ ଶିଶୁ ଉପନ୍ୟାସ ପଶୁପକ୍ଷୀ ଚରିତ୍ରକୁ ନେଇ ଅନେକ ଉପନ୍ୟାସ ରଚିତ ମନେ ହୁଏ। ଦେଖନ୍ତୁ ପକ୍ଷୀଟିଏ ହେଉ ବା ପଶୁଟିଏ ସତେ ଯେପରି ସମାଜର ଜଣେ ବ୍ୟକ୍ତିର କଥା କହିଥାଏ। ଉଦୟନାଥ ଷଡ଼ଙ୍ଗୀଙ୍କର ବାହୁଡ଼ାର ମହାସଭା ମାଙ୍କଡ଼ର ଦେଶ ଭ୍ରମଣ ଏବଂ ବିଲୁଆ ନନାର ବାହାଘର ରମେଶଙ୍କର ଯେଉଁ କ'ଣ ନା ବୁଲହାତୀ ଇତ୍ୟାଦି ସବୁ ରହିଛି। ରହସ୍ୟ ଓ ରୋମାଞ୍ଚକ ଧର୍ମୀ ଗୁଡ଼ିକ ଆମେ ଜାଣିବା। ଦେଖନ୍ତୁ ରହସ୍ୟ ଓ ରୋମାଞ୍ଚକ ଧର୍ମୀ ଉପନ୍ୟାସକୁ ତୁମର ଦୁଃସାହସିକତା କାହାଣୀ ଧର୍ମୀ ଉପନ୍ୟାସ ମଧ୍ୟ କୁହାଯାଇଥାଏ। କାହିଁକି ନା ଏହି ଉପନ୍ୟାସ ଗୁଡ଼ିକରେ ଅଲୌକିକତା ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଯେପରି ତୁମର 7 ସମୁଦ୍ର କ୍ଷଣିକ ମଧ୍ୟରେ ପାର ହୋଇପାରେ କିଏ ନା ଯେଉଁ ମନ୍ତୁରାଘାତ ଛୁଆଁରରେ ଅସମ୍ଭବ ସମ୍ଭବ ହୁଏ ଇତ୍ୟାଦି ଡକ୍ଟର ଶୁଭେନ୍ଦ୍ର ମୋହନ ଶ୍ରୀ ଚନ୍ଦନ ସିଂଙ୍କର ରଙ୍ଗମହଲର
ଲାଳ ମାଛ ରଙ୍ଗମହଲର ନୀଳପକ୍ଷୀ ଇତ୍ୟାଦି ସବୁ ରହିଛି। ଐତିହାସିକ କାହାଣୀ ଆଧାରିତ ଶିଶୁ ଉପନ୍ୟାସ ଗୁଡ଼ିକ ବିଷୟରେ ଆମେ ବର୍ତ୍ତମାନ ଜାଣିବା। ଶିଶୁମାନଙ୍କର ମନରେ ଦେଶାତ୍ମକ ବୋଧ ସୃଷ୍ଟି କରିବା ଏହି ଉପନ୍ୟାସ ଗୁଡ଼ିକର ମୂଳ ଲକ୍ଷ୍ୟ। ଏବଂ ତା ସହିତ କ'ଣ ନା ରବୀନ୍ଦ୍ର କୁମାର ଦାସଙ୍କର ରଚିତ ଆମର ଯୋଉ ଶହୀଦ ଅଛି ଗୋବିନ୍ଦ ଚାନ୍ଦଙ୍କର ଭୁଲି ହେବ ନାହିଁ ବୋଲି ସେମାନଙ୍କୁ କୁହାଯାଇଛି। ପୁରାଣ ଭିତ୍ତିକ ଶିଶୁ ଯୋଉ ଉପନ୍ୟାସ ବିଷୟରେ ଜାଣିବା। ପୁରାଣ କାହାଣୀ ହେଉ ବା ଚରିତ୍ରକୁ ନେଇ ଯେଉଁ ଶିଶୁ ଉପନ୍ୟାସର କଥା ଭାଗ ଗତି କରି ଉଠିଥାଏ ତାହାକୁ ପୁରାଣ କାହାଣୀ ଆଧାରିତ ଶିଶୁ ଉପନ୍ୟାସ ବୋଲି କୁହାଯାଇଥାଏ। ଏଥିରେ ଶିଶୁମାନଙ୍କୁ ନୀତି ଓ ଆଦର୍ଶର ଶିକ୍ଷା ଦେବା ସହିତ ତାର କ'ଣ ଜୀବନକୁ ସୁପଥ ମାର୍ଗରେ ବା ଭଲ ମାର୍ଗରେ ନେବା ପାଇଁ ପ୍ରେରଣା ଦିଆଯାଇଥାଏ। ଉପନ୍ୟାସିକ ଉପା ମିଶ୍ରଙ୍କର କୃଷ୍ଣ ସୁଦାମା ଯୋଉ 2012 ଏକ ସାର୍ଥକ ପୁରାଣ କାହାଣୀ ଆଧାରିତ ଏକ ଶିଶୁ ଉପନ୍ୟାସ। ତମର ସାମାଜିକ ମୂଲ୍ୟବୋଧ ଭିତ୍ତିକ ଶିଶୁ ଉପନ୍ୟାସ ବିଷୟରେ ଜାଣିବା। ସମାଜର ବିଭିନ୍ନ ଦିଗରେ ଦୃଶ୍ୟମାନ ହେଉଥିବା ସମସ୍ୟା ଓ ତାର ସମାଧାନ ଦିଗକୁ ଏହି ଉପନ୍ୟାସରେ ସ୍ଥାନିତ କରାଯାଇଥାଏ। ତୁମର ଦେଖନ୍ତୁ କେତେବେଳେ ଏହା ସମାଜର ନିଚ୍ଛକ ପ୍ରତିଛବିକୁ ନେଇ ସମୃଦ୍ଧ ତ ପୁଣି ସମୟ ସମୟ ସମାଜର ସମସ୍ୟାକୁ ବ୍ୟଙ୍ଗ ବିଦ୍ରୂପ ମାଧ୍ୟମରେ ମଧ୍ୟ ପ୍ରକାଶ କରିଥାଏ। ସାମାଜିକ ମୂଲ୍ୟବୋଧକୁ କେନ୍ଦ୍ର କରି ମଧ୍ୟ ଅନେକ ଶିଶୁ ଉପନ୍ୟାସ ସୃଷ୍ଟି। ତନ୍ମଧ୍ୟରୁ ତୁମର ଶ୍ରୀଚରଣ ମହାନ୍ତିଙ୍କର ଯେତେ ଇଚ୍ଛା ତେଣେ ଯା ଏବଂ ବୀରେନ୍ଦ୍ର କୁମାର ଭୂୟାଙ୍କର ସୁନା ସଂସାର ଧନ୍ୟ ସେ ଝିଅ ପ୍ରଭୃତି ରହିଛି। ତାପରେ ତୁମର ବିଜ୍ଞାନ ଭିତ୍ତିକ ଶିଶୁ ଉପନ୍ୟାସ ଗୁଡ଼ିକ ବିଷୟରେ ଜାଣିବା। ଦେଖନ୍ତୁ ତୁମର କେତେ ପ୍ରକାରର ଉପନ୍ୟାସ ଅଛି ତ ଏଗୁଡ଼ା ତୁମମାନେ ଆଜିର ଭିଡ଼ିଓ ମାଧ୍ୟମରେ ତୁମର କିଛି ସର୍ଟ କ୍ୱେଶ୍ଚନ୍ କି 2 ମାର୍କ 3 ମାର୍କ ତ ସବୁ କିଛି ତୁମମାନେ ହେଇଯିବ ଯଦି ଗୋଟେ ପିଲା ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଦେଖୁଛି। ତ ବିଜ୍ଞାନ ଭିତ୍ତିକ ଶିଶୁ ଉପନ୍ୟାସ ଆଜିର ଯୁଗ ହେଉଛି ବିଜ୍ଞାନର ଯୁଗ ଏବଂ ବିଜ୍ଞାନର ଜୟ ଯାତ୍ରାରେ ସାରା ବିଶ୍ୱ ସାମିଲ ହୋଇଛି। ବିଜ୍ଞାନର ନୂଆ ନୂଆ ଉଦ୍ଭାବନ ଓ ଆବିଷ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଦିଗରାଜ ବର୍ମାଙ୍କର ସୁନା ଡାକ୍ତର, ବୀରେନ୍ଦ୍ର ସାମନ୍ତଙ୍କ ରାଜାଙ୍କର ସ୍ୱପ୍ନ ଇତ୍ୟାଦି ସବୁ କ'ଣ ଉପନ୍ୟାସ। ବର୍ତ୍ତମାନ ଜାଣିବା ତ କ'ଣ ଶିଶୁ ଜୀବନୀ ସାହିତ୍ୟ କ'ଣ ନା ସମାଜର ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ଜୀବନକୁ ନେଇ ଜୀବନୀ ସାହିତ୍ୟର କଳେବର ସମୃଦ୍ଧ ହୋଇଥାଏ। ଏହି ପ୍ରସିଦ୍ଧ ବ୍ୟକ୍ତି ବା ଯେଉଁ ମହାପୁରୁଷ ମାନେ ନିଜର ଶୈଶବ ଅବସ୍ଥାରୁ ଯେଉଁ ପ୍ରତିକୂଳ ଏବଂ ଅନୁକୂଳ ପରିସ୍ଥିତି ଦେଇ ଜୀବନକୁ ଗଢ଼ିଥାନ୍ତି ତାହା ନିଚ୍ଛକ ଭାବରେ ଶିଶୁ ଜୀବନୀ ସାହିତ୍ୟରେ ଉପସ୍ଥାପନା ହୋଇଥାଏ। ଶିଶୁମାନେ ଏହିପରି ଜୀବନକୁ ପଠନ କରି ଭବିଷ୍ୟତ ଜୀବନକୁ ଗଠନ କରିବା ପ୍ରତିକୂଳ ପରିସ୍ଥିତିକୁ ଦେଖି ଭୟଭୀତ ନ ହୋଇ ନିଷ୍ଠାର ସହିତ ଜୀବନ ସଂଗ୍ରାମରେ ବ୍ରତୀ ହେବାକୁ ପ୍ରଚେଷ୍ଟା ଜାରି ରଖିଥାନ୍ତି। ପ୍ରଭାତ ପତ୍ରିକାରେ ପ୍ରକାଶିତ ଜୀବନୀ ହେଉଛି ନୀଳମଣି ଧରଙ୍କର ସ୍ୱର୍ଗୀୟ ରାୟ, ମଧୁସୂଦନ ରାୟ ଏବଂ ଲକ୍ଷ୍ମୀନାରାୟଣ ସାହୁଙ୍କର ମହାରାଣୀ ଭିକ୍ଟୋରିଆ ଏବଂ ପଞ୍ଚାମୃତ ପତ୍ରିକାରେ ପ୍ରକାଶିତ ଜୀବନୀ ହେଉଛି ଚିନ୍ତାମଣି ଆଚାର୍ଯ୍ୟଙ୍କର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ ଏବଂ ରାଧାଚରଣ ପଣ୍ଡାଙ୍କର ଭକ୍ତକବି ମଧୁସୂଦନ ପ୍ରଭୃତି ଓଡ଼ିଆ ଜୀବନୀ ପୁସ୍ତକ ଶିଶୁ ସାହିତ୍ୟକୁ ସମୃଦ୍ଧ କରିଥାଏ। ହେଲା ଦେନ୍ ଶିଶୁ ଭ୍ରମଣ ସାହିତ୍ୟ ବିଷୟରେ ଜାଣିବା। ନା ଶିଶୁ ଭ୍ରମଣ ସାହିତ୍ୟ ପଠନ ଦ୍ୱାରା ଶିଶୁଟି ଦେଶ ବାହାରେ ଓ ସମାଜ ସଂସ୍କୃତି ଚାଲିଚଳନ ପ୍ରଥା ପରମ୍ପରା ବିଷୟରେ ସମ୍ୟକ ଜ୍ଞାନ ବା କିଛି ଜ୍ଞାନ ଅର୍ଜନ କରିଥାଏ। ହେଲା ଯେଉଁ ସମାଜ ବାହାରେ କ'ଣ ଶିଶୁ ଯେତେବେଳେ ଗୋଟେ ଭ୍ରମଣ କରିବ ମାନେ କ'ଣ ସେ ତାର ସମାଜ ବିଷୟରେ ଜାଣିବ। ତ ଏହା ଦ୍ୱାରା ଶିଶୁଟିର ଅନ୍ତର୍ନିହିତ ଭାବଧାରାର ପରିସୀମା ପରିବ୍ୟାପ୍ତ ହୋଇଥାଏ। ଶିଶୁଟି ନିଜକୁ ଅନ୍ୟ ଦେଶର ଶିଶୁମାନଙ୍କର କାର୍ଯ୍ୟକଳାପ ଓ ଆଚାର ବ୍ୟବହାର ସହିତ ତୁଳନା କରିବାର ମଧ୍ୟ ସୁଯୋଗ ପାଇଥାଏ। ହେଲା ବୁଝି ହେଉଛି ନା ପିଲାମାନେ କିଛି ବ୍ୟସ୍ତ ହେବାର ନାହିଁ। ହେଲା ଶିଶୁ ସାହିତ୍ୟିକ ବିନୋଦ କାନୁନଙ୍କର ବାପୁଜୀଙ୍କର ଉତ୍କଳରେ ପଦଯାତ୍ରା ଗୋଦାବରୀ ମିଶ୍ରଙ୍କର ଓଡ଼ିଶା ଦେଶ ବିଦେଶର ସହର ଏବଂ ଶତ୍ରୁଘ୍ନ ନାଥଙ୍କର ପିଲାଙ୍କର ବିଲାତି କଥା ମଧ୍ୟ ଏଠାରେ ଦେଖିବାକୁ ମିଳିଛି। ଶିଶୁ ଅନୁବାଦ ସାହିତ୍ୟ ଗୁଡ଼ିକ କ'ଣ ନା ଅନୁବାଦ କଳା ସାହିତ୍ୟକୁ ବିଶ୍ୱଜନୀନ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଅଛି। ଏହାଦ୍ୱାରା ତୁମର ପ୍ରତ୍ୟେକ ଭାଷାରେ ସାହିତ୍ୟ ଏବଂ ପ୍ରାୟୋଗିକ ଦିଗ ସମ୍ପର୍କରେ ଜାଣିବାର ସୁଯୋଗ ମଧ୍ୟ ମିଳିଥାଏ। ମଧୁସୂଦନ ରାଓଙ୍କର ଅନୁବାଦ ପ୍ରବନ୍ଧ ହେଉଛି ତୁମର ବୁଦ୍ଧଦେବ, ଚନ୍ଦ୍ରତୀର୍ଥ, ଆଗ୍ନେୟଗିରି, ଭୂମିକମ୍ପ ଇତ୍ୟାଦି। ଡକ୍ଟର କ'ଣ ତୁମର ସୁନାମଣି ରାଓଙ୍କର ଝିଲଝିଲର ସାହସ ଟିକି ସ୍ୱରୂପ ଇତ୍ୟାଦି। ଦେନ୍ ତୁମର ଲାଷ୍ଟ ଆସିଲା ଶିଶୁପତ୍ର ପତ୍ରିକା ବିଷୟରେ ଆମେ ଜାଣିବା। ହେଲା ତାପରେ ତୁମର ସରିଯିବ ଆଜିର ଭିଡ଼ିଓଟି, ଆଉ ଅଳ୍ପ ଅଛି। ନା ତୁମର ଶିଶୁପତ୍ର ପତ୍ରିକା କ'ଣ ନା ପ୍ରଭାତ ପତ୍ରିକାଟି ଓଡ଼ିଆ ଶିଶୁ ସାହିତ୍ୟର ପ୍ରଥମ ଶିଶୁ ପତ୍ରିକା। ଏହା 1909 ମସିହାରେ ତୁମର ରେବା ରାୟଙ୍କ ଦ୍ୱାରା ପ୍ରତିଷ୍ଠା ଓ ସମ୍ପାଦନା ହୋଇଥିଲା। ତୁମର ପଞ୍ଚାମୃତ ପତ୍ରିକାଟି 1920ରେ ଶ୍ରୀ ଚିନ୍ତାମଣି ଆଚାର୍ଯ୍ୟ ଓ ଶ୍ରୀ ଅଗଣୀ ଦାସଙ୍କର ସମ୍ପାଦନାରେ ପ୍ରକାଶ ଲାଭ କରିଥିଲା। ଏହି ପତ୍ରିକାଟି ପ୍ରଥମେ ତୁମର
ତ୍ରୈମାସିକ ଏବଂ ପରେ ମାସିକ ଭାବରେ ପ୍ରକାଶ ଲାଭ କରିଥିଲା। ଜହ୍ନମାମୁଁ ପତ୍ରିକାଟି 1932 ମସିହାରେ ବାଳକୃଷ୍ଣ କରଙ୍କର ସମ୍ପାଦନାରେ ସାରସ୍ୱତ ପ୍ରେସରୁ ପ୍ରକାଶ ଲାଭ କରିଥିଲା। ମୋ ଦେଶ ଶିଶୁ କବିତାଟି ଜାତୀୟ କବି ବୀର କିଶୋରଙ୍କ ସମ୍ପାଦନାରେ 1949ରେ ଆତ୍ମପ୍ରକାଶ କରିଥିଲା। ସ୍ୱାଧୀନତା ପରବର୍ତ୍ତୀ ଶିଶୁ ପତ୍ରିକା କଣ କଣ ରହିଛି? ବାଳକୃଷ୍ଣଙ୍କର ସମ୍ପାଦନାରେ ମଧୁକୋଷ ଯୋଉଟା କେତେ 1947ରେ, ରାମକୃଷ୍ଣ ନନ୍ଦଙ୍କର ସମ୍ପାଦନାରେ ସଂସାର 1951। ଏଗୁଡ଼ା ମନେ ରଖ, ଏଗୁଡ଼ା ହଉଛି ଗୋଟେ ଗୋଟେ ସର୍ଟ କ୍ୱେଶ୍ଚନ୍। ତ ଭାବ ଏଇଠି ତମମାନଙ୍କର କେତେ ନା ତମର 13 ମାର୍କ ପାଇ ସାରିଲଣି ଏଇଠୁ ହେଲା ଆଜିର ଭିଡ଼ିଓରୁ। ଦେନ୍ ତମର ବିନୋଦ କାନୁନଙ୍କର ସମ୍ପାଦନାରେ ଶିଶୁ ସମ୍ପଦ କେତେ 1954। ପତ୍ରିକା ତମର ପ୍ରତିଭା ମୀନା ମଣ୍ଡଳୀ ପକ୍ଷରୁ ସୁରଭି କେତେ 1955। ଦେନ୍ ତମର ରାମପ୍ରଧାନ ମହାନ୍ତିଙ୍କ ସମ୍ପାଦନାରେ ମୀନା ବଜାର, ଗୋଦାବରୀ ମହାପାତ୍ରଙ୍କ ସମ୍ପାଦନାରେ ଟୁଆଁ ଟୁଇଁ 1957। ମହେଶ୍ୱର ମହାନ୍ତିଙ୍କର ସମ୍ପାଦନାରେ ମନୋପବନ 1953। ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କର ସମ୍ପାଦନାରେ ଟୁ କୁମୁସି ସେଟା ହେଉଛି 1972। ତ ପିଲାମାନେ ଆଜିର ଭିଡ଼ିଓଟି ପ୍ରାୟତଃ ତମର କ'ଣ ଘଣ୍ଟେ ପାରେଇଯିବ, ତଥାପି କିଛି କଥା ନାହିଁ। ତ ପିଲାମାନେ ସମ୍ପୂର୍ଣ୍ଣ ଭିଡ଼ିଓଟିକୁ ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।